କାହିଁକି ଆସିଛୁ ମନ କିସ ନେବା ପାଇଁ। ଧନ୍ୟବାଦ। ଏବେ ଆମେ ଯିବା ପ୍ରବଚନ ସେକ୍ସନକୁ। କୁହନ୍ତୁ ସବଜେକ୍ଟ କ'ଣ ରଖିବା ଆଜି। ଏତେ ବିଡ଼ମ୍ବନା, କୌଣସି ସବଜେକ୍ଟ ମୁଁ ଆଣିପାରୁନି। प्रणाम गुरुजी। प्रणाम। कालिका श्रीमन को सिद्धांत टाकू कंटिन्यू कले केमती होता। ओ मुनि समाज कौन ना? हां हां। ठीक अगर आप जो अनेक गुना रही गई। अनेक रही। हो ठीक है। धन्यवाद। आउ के कहबे कोंदो टॉपिक ऊपर आज कौन रखिया बोली कार टॉपिक अछि। प्रणाम। हां प्रणाम। ए काली विषय को उठे कंटिन्यू करंतो। हो आउ के कहबे कोंदो। जय गुरुजी। जय जय। मुनि से शिव मुनि को सिद्धांत पर आलोचना करा। आउ के कहबे कोंदो। जी बाबा। जय जय कोंदो। मोर भी मध्य से शिव मुनि कर सिद्धांत जानिया पे बहुत मन अछि। आ तांको मते मु भी समर्थन करूची। अनेक किछि अछि शिव मुनि को जो तो हमें एथि उभा हे कि तांकरी विषय रे हमें ती बाट आसीचे। आहुरी किछि अनेक अछि जहा कि कहे सरिबो नाही। आ टिके पुनरावृत्ति हो बोली मु भी समर्थन करूची। हो आउ के कहबे कोंदो। धन्यवाद मत समस्त जहाँ थिला से समस्त धन्यवाद। आउ के कहबे कोंदो। हेलो बाबा। हां हेलो बाबा। हां अरुण मु सेंटर समस्त सेंटर शिव मुनि मित्र देश। अच्छा हां अरुण आउ कोंदो। आउ के कहबे कोंदो। सब्जेक्ट गुरुजी जय गुरु गुरुजी जय जी। हां जय जय कोंदो। गुरु को गला काले जो କରୁଥିଲେ ଆଲୋଚନା ବାସ୍ତବରେ ମୁନି ସମାଜ କଣ ତା ଦ୍ୱିତୀୟ ଭାଗ ଆଜି हो ସେଇଟା ହିଁ ଦ୍ୱିତୀୟ ଭାଗ। କାଲି ସେଟା କେମିତି ଲାଗୁଥିଲା? ଠିକ ଲାଗୁଥିଲା ତ? ବଢିଆ ଆଜ୍ଞା ବହୁତ ବଢିଆ ଲାଗିଲା। ସତରେ ଯେ ଆପଣ ଯୋଉ କହିଲେ ସେ ଇଏ ସେଟା ବହୁତ ବଢିଆ ସୁନ୍ଦର ଥିଲା। गुरु ता इंट्रोडक्शन थिला माने जा कहबे किंतु ए जो गभीरता तांकर अछि आहुरी अनेक दर्शन ता भीतर को पछले तो लोक पागल हे जी। एटा जस्ट माने सब सब्जेक्ट मैटर रो दिष्टि थिला। भीतर को बहुत किछि अछि बहुत। अच्छा हो आउ के कहबे कोन तो सब्जेक्ट। गुरुजी काली जो कहले से विश्व तत्व आ गोटे प्रभाव छाड़ी सेटा भी बढ़िया लागितला। ए कोन से मुनि रिटर्न करना हंती पर्यंत मरि गला परे विश्व तत्व केला एटा आ प्रभाव छाड़ी थिला जेटा सद्गुरुदेव शिव मुनि महाराज मोदी की पुणी फेरी आछंती साधना बड़ा एटा है। हां एटा बड़ा प्रभाव बड़ा हो आउ के कहबे कोंदो सब्जेक्ट आउ कोन कहार अछि। समस्त तो ये ओरिएंटेड हेलेनी ये सब्जेक्ट ऊपर आउ के कोन तो था नल प्लस करंतु। दादा सेही सब्जेक्ट पर आलोचना करा। से सब्जेक्ट हो आउ के कहबे आउ कार अछि मतामत रखंतु। आउ सब न्यूट्रल ना को आउ सब समर्थन होत से करे। अच्छा किए ज्योतिष शास्त्र पर कार धारणा अछि न्यूट्रल प्लैनेट्स किए अछि। सौर जगत रे जो ग्रह 9टी अछंती तार न्यूट्रल प्लैनेट्स के कहबे। कोई ज्योतिष आड़ू कहीं आसले न्यूट्रल प्लैनेट्स
ପ୍ଲୋଟୋ ନାଇଁ ପ୍ଲୁଟୋ ନବଗ୍ରହ ଭିତରେ ନାହାନ୍ତି, ତାଙ୍କର ପ୍ଲୁଟୋ ନୁହଁ। ପ୍ଲୁଟୋ ରାହୁ ଆଜ୍ଞା ରାହୁ ନ୍ୟୁଟ୍ରାଲ ପ୍ଲାନେଟ। ରାହୁ କେତୁ ନା, ସେ ନ୍ୟୁଟ୍ରାଲ ନୁହନ୍ତି, ସେ ବହୁତ ଏଗ୍ରେସିଭ। ରାହୁ ତମକୁ ବୁଧ ବୁଧ କିଏ କହିଲେ? ପ୍ରହ୍ଲାଦ ହଁ ପ୍ରହ୍ଲାଦ। ତମେ ଜ୍ୟୋତିଷ ଜାଣିଛ କି? ଜାଣିନି, ଅନୁମାନ କରି କହିଲ। ଗୋଟେ ଆଗ ମାରିଦେଲେ ହେଇଗଲା। ହଁ। ବୁଧ ହଉଛି ନ୍ୟୁଟ୍ରାଲ ପ୍ଲାନେଟ। ଜ୍ଞାନୀ ଲୋକ ବୁଧ। ଜ୍ଞାନ ଯାହାର ଅଛି ସେ ନ୍ୟୁଟ୍ରାଲ ହବ କି ନାହିଁ? ନା, ବୃହସ୍ପତି ନ୍ୟୁଟ୍ରାଲ ନାହିଁ। ବୃହସ୍ପତି ଗୁରୁ ବା, ଦେବତାଙ୍କ ଗୁରୁ। ଶୁକ୍ର ହଉଛି ରାକ୍ଷସ ମାନଙ୍କର ଗୁରୁ। ତାର ଚ୍ୟାନେଲ ଅଲଗା। ଶୁକ୍ର, ରାହୁ ଆଉ ଶନି ଇଏ ଏକ। ଏପଟରେ ବୃହସ୍ପତି। ବାବା ମର୍କ୍ୟୁରୀ। ହଁ ମର୍କରୀ ଆଉ ବୁଧ। ହ୍ୟାଲୋ। ହଁ ହ୍ୟାଲୋ। ଆଜ୍ଞା ବାବା ମର୍କ୍ୟୁରୀ। ହଁ ମର୍କରୀ, ମର୍କରୀ ବୁଧ। ବୁଧ ପ୍ଲାନେଟ ଠିକ ଅଛି, ମତାମତ ସଠିକ ଥିଲା। ମଙ୍ଗଳ, ଚନ୍ଦ୍ର ଏବଂ ବୃହସ୍ପତି ଇଏ ଗୋଟେ ଗ୍ରୁପର। ଆଉ ବୁଧ ନ୍ୟୁଟ୍ରାଲ। ବୁଧ ଏପଟରେ ଅଛି, ସେପଟରେ ବି ଅଛି। ସେପଟ ଗ୍ରୁପରେ ଅଛି, ଏପଟ ଗ୍ରୁପରେ ଅଛି। ଏସବୁ ସେମିତି ମଣିଷ ଭିତରେ ବି ଅନେକ ଜିନିଷ ରହିଛି। କିଏ ସାଧନ କରିବାକୁ ଆସୁଛି, କିଏ ସାଧନ କରିବାକୁ ଇଚ୍ଛା ହଉନି। ବୁଝିଲେ? କାହାର ଜ୍ଞାନ ଅଛି, କାହାର ଧନ ନାହିଁ। କାହାର ଧନ ଅଛି, କାହାର ଜ୍ଞାନ ନାହିଁ। କାହାର ମନ ନାହିଁ। ଏ ଅନେକ ସ୍ଥିତି ଦେଇକି ମଣିଷ ଗତି କରୁଛି। ତେଣୁ ଗ୍ରହ ନକ୍ଷତ୍ରର ପ୍ରଭାବ ଅଛି, ନାହିଁ କହିଲେ ହବନି, ଅଛି। ମୁଁ ଥରେ ଇଣ୍ଟରେଷ୍ଟିଂ କଥା, ଆମେ ତ ଏଇ ଶିବମୁନି ବାସ୍ତବରେ ମୁନି ସମାଜ କଣ ଆମେ ଆଲୋଚନା କରିବାକୁ ଯାଉଛେ। ଶିବମୁନିକି ଥରେ ମୁଁ ପଚାରିଲି, ଶିବମୁନି ମହାରାଜ ଆମର ଯେ ଗୁରୁ ଅଛନ୍ତି, ମୁଁ କହିଲି ହଁ ମତେ ସାରେ ସେ କହିଲେ ଆସିକିରି, ଆସନ୍ତି ତ ମୋ ପାଖକୁ ବହୁତ ଥର ଆସିଲେଣି। କହିଲେ ତୁମେ ତ ଜାତକ ଫାତକ ଦେଖୁଛ କଣ? ଭଲ ଗୋଟେ ସବଜେକ୍ଟ, ଆଉ ଅନେକ ନଲେଜ ମଧ୍ୟ ଅଛି ଜାତକ ଉପରେ। ମୁଁ ଦେଖୁଛି, ସେ ତ ଦେଖୁଛନ୍ତି, ମୁଁ ଦେଖୁଛି ବୋଲି ମତେ କହିଲେ। ସେଠୁ ମୋର କାହିଁ କୌତୂହଳ ସୃଷ୍ଟି ହେଲା ଯେ ଆପଣଙ୍କର ଜାତକଟା ଥିଲା କି? ମୁଁ ପଚାରି ବସିଲି। ସେଠୁ ଶିବମୁନି କହିଲେ ନାଇଁ ଆମର ନଥିଲା ଜାତକ। କାହିଁକି ନଥିଲା? ଏ ତ ଅଲ ଇଣ୍ଡିଆ ବେସିସରେ ପ୍ରାୟ ସମସ୍ତଙ୍କ ଘରେ ଜାତକ ପ୍ରାୟ ଥିବ। ସେପଟରେ ଉତ୍ତରପ୍ରଦେଶରେ ମଧ୍ୟ ବେଶୀ ଏହାର ପ୍ରଚଳନ ଜାତକ, ହରସ୍କୋପ। ଆପଣଙ୍କର ନଥିଲା? ନା କରିନାହାନ୍ତି ଆଉ, ମାନେ ମୂଳରୁ କରିନାହାନ୍ତି। ବ୍ରାହ୍ମଣ ପରିବାର କିନ୍ତୁ ଜାତକ କରିନାହାନ୍ତି। ମତେ ଆଶ୍ଚର୍ଯ୍ୟ ଲାଗିଲା। ହୁଏତ ତାଙ୍କର ପ୍ଲାନେଟ୍ସ ଗୁରା ଆମେ ଜାଣିଥାନ୍ତି କୋଉଠି କଣ ଅଛନ୍ତି। ସାଧାରଣତଃ ପୂର୍ଣ୍ଣିମାରେ ଜନ୍ମ ନେଇଥିଲେ, ପୂର୍ଣ୍ଣ କଳାରେ ଚନ୍ଦ୍ର ପୂର୍ଣ୍ଣ ଶକ୍ତି, ମନର ଶକ୍ତି ପ୍ରବାହିତ ହେଉଥିବ। ମୁଁ ଏତିକି ଅନୁଭବ କରିଛି। ମୁଁ କହିଛି ଥରେ ସପ୍ତମରେ ମୁଁ ଜନ୍ମ ନେଇଥିଲି, ଶୁକ୍ଳପକ୍ଷ। ଆଉ ସିଏ ଟପ୍ ମୋଷ୍ଟ ପାୱାରଫୁଲ ଶକ୍ତିରେ ଗୁରୁଦେବ ଥିଲେ, ଯୋଉଟା ପୂର୍ଣ୍ଣିମା, ପୂର୍ଣ୍ଣ କଳାରେ ଜନ୍ମ ଯିଏ ନିଅନ୍ତି ପୂର୍ଣ୍ଣିମାରେ। ଯାହା ହଉ, ଏତିକି କଥା ପଚାରିଥିଲି, ମନେ ପଡ଼ିଲା ନା। ତାଙ୍କର ଜାତକ ନାହିଁ। ଆମେ ଯେବେ ଯାଇଥିଲୁ ଗୋରଖପୁର, 11 ଜଣ ଆମେ ଯାଇଥିଲୁ ଗୋଟେ ଟିମ୍। ତାଙ୍କ ଆକ୍ଚୁଆଲି ଯୋଉ ଜାଗା ତାଙ୍କୁ ମିଳିଥିଲା ସେବକ ହିସାବରେ, ମନ୍ଦିରର ସେବକ ତାଙ୍କ ବାପା ଥିଲେ ପୂଜାରୀ।
সেই ଅନୁସାରେ ସବୁ ଦାନ ମିଳେ ମନ୍ଦିର ତରଫରୁ। ତାଙ୍କୁ ଜାଗା ମିଳିଥିଲା ସେଇ ଗୋରଖପୁର ପାଖରେ। ସେ ଜାଗା ପାଖକୁ ମୁଁ ଖୋଜି ଖୋଜି ଗଲି, କୋଉଠି ସେ ଜାଗାଟା ଅଛି। ଅଳ୍ପ ଜାଗାଟି ମିଳିଛି, ମାନେ ଭଗ୍ନ ଅବସ୍ଥାରେ ଅଛି, କେହି ନାହାନ୍ତି ସେଠି। ସମସ୍ତେ କହିଲେ ଏଇ ଜାଗାଟା ଗୁରୁଦେବଙ୍କୁ ମିଳିଥିଲା ବା ତାଙ୍କ ବାପାଙ୍କୁ ମିଳିଥିଲା ଯଜମାନ ହିସାବରେ। ମନ୍ଦିରର ସେବକ ଯଜମାନ ଥିଲା, କିନ୍ତୁ ସେଠି କିଛି ନାହିଁ। କିନ୍ତୁ ସେଇ ସାଇଡ ଘର ଯୋଉ ଅଛି, ଆମେ ପଚାରିଲୁ ଏଇଟା ଗୁରୁଦେବଙ୍କର ଏଇଟା ଗୁରୁଦେବଙ୍କର ଘର ଥିଲା କି, ବୁଝିଲେ? ସେମାନେ ପରିଚିତ କରିବାକୁ ଚାହୁଁନଥିଲେ ଏଇଟା ଗୁରୁଦେବଙ୍କ ଘର ବୋଲି। ମାନେ ତାଙ୍କର ଚିହ୍ନ ବର୍ଣ୍ଣ କିଛି ନ ରହୁ ବା ମୁନି ସମାଜ ସେଠି ଯାଇକି କାୟା ବିସ୍ତାର ନ କରୁ, ତାଙ୍କର ସେଇ ଅଞ୍ଚଳର ବା ସେଇ ଲୋକ ଗୁଡ଼ିକ, ମୁଁ ଯେତିକି ସାଇକୋଲୋଜି ଷ୍ଟଡି କଲି, ତାଙ୍କର ଉଦ୍ଦେଶ୍ୟ ସେୟା ଥିଲା। ଆଉ କେତେ ଗୁଡ଼ିଏ ଜାଗା ଥିଲେ ମାଡ଼ି ବସିଛନ୍ତି ଗୁରୁଦେବଙ୍କର, କି ବିବେକାନନ୍ଦ ହସ୍ପିଟାଲ ଗୋଟେ କରାହେଇଛି, ଯିଏ ଯାହା ପାରିଲା କରିଛନ୍ତି ଆଉ। କିନ୍ତୁ ଶିବମୁନି ଯୋଉ 2 ଗୁଣ୍ଠ ଉପରେ ଜାଗା ନିଜେ କିଣିକିରି କରିଥିଲେ, କିଏ କହୁଛନ୍ତି ଯେ କେସ୍ କରିକିରି ପାଇଥିଲେ ତାଙ୍କ ବାପାଙ୍କ ପୈତୃକ ସମ୍ପତ୍ତି। ଏ ବିଷୟରେ ମୁଁ ପଚାରିଥିଲି ଗୁରୁଦେବଙ୍କୁ ଥରେ। ସେ ପାଇଥିଲେ ତାଙ୍କର ପୈତୃକ ସମ୍ପତ୍ତି, କାରଣ ସେ ତ ବାହାରେ ଥିଲେ, ଭଡ଼ା ରହୁଥିଲେ। ବାପା ମରିଗଲା ପରେ ସେ କେସ୍ କରିକି ସେ ସମ୍ପତ୍ତି ପାଇଥିଲେ, ଯୋଉଟା ମୁନି ସମାଜ ବର୍ତ୍ତମାନ ଷ୍ଟାଣ୍ଡ କରିଛି। ତାଙ୍କର ରିଶ୍ତେଦାର ମାନେ ମଧ୍ୟ ଉପରଟାକୁ ମାଡ଼ି ବସିଛନ୍ତି, ଦୋତାଲା ଆଉ ତଳଟା ମୁନି ସମାଜ ଦଖଲରେ ଅଛି। 4ଟି ଦୋକାନ ଅଛି ତା ଆଗରେ, 4ଟି ଦୋକାନର ମୁନି ସମାଜ ଦିଟା, ତାଙ୍କର ଦିଟା ଭାଗବାଣ୍ଟ କରିଛନ୍ତି। ତେଣୁ ଇଏ ଯୋଉ ଜାଗା ଏବଂ ଗୋରଖପୁର ସ୍ଥିତି, ଏର ଅବସ୍ଥା ଠିକ ନାହିଁ। ଗୁରୁଦେବଙ୍କ କହିବା ମତାମତ ସେ ବହୁତ ବିଗିଡ଼ି ଯାଇଛନ୍ତି ଗୋରଖପୁର ଉପରେ, ଆଉ ସେଠି ସେ ଯିବା ପାଇଁ ବି ଚାହୁଁନାହାନ୍ତି। ତାଙ୍କ ମୋଟିଭେସନ ଯାହା ଆମେ ଷ୍ଟଡି କଲୁ, ପଚାରିଲୁ, ସେ ପୁରା ନ୍ୟୁଟ୍ରାଲ ଅଛନ୍ତି ସେଠି ଯିବା ପାଇଁ, ଯିବେନି ତ, ସେଥିପାଇଁ ଶକୁନ୍ତପୁରରେ ଅଛନ୍ତି, ବୁଝିଲେ? ସେଥିପାଇଁ ତ ଶକୁନ୍ତପୁରରେ ସେ ଅଛନ୍ତି। ଆଉ ଗୋଟେ ପ୍ରଶ୍ନ ପଚାରିଥିଲି ଯେ ଆପଣ ଆମ ପାଖକୁ ଆସୁଛନ୍ତି, ଠିକ ଅଛି, ପୁଣି ଆଉ କାହା ପାଖକୁ ଯାଇଥିଲେ କି? ବୁଝିଲେ? ଏକଥା ପଚାରିଥିଲି ଥରେ, ସେ ମନା କଲେ, କହିଲେ ନାଇଁ, ମୁଁ କୋଉଠିକି ଯାଇନି, ମତେ କିଏ ଡାକୁଛି କି ମୁଁ ଯିବି? ବୁଝିଲେ? କିଏ ମତେ ଡାକିଛି କି ମୁଁ ଯିବି? ଏ ଷ୍ଟେଟମେଣ୍ଟ ରଖିଥିଲେ। ଏସବୁ କଥା ଥିଲା। ତେଣୁ ଯୋଉ ବଳଶାଳୀ, ଆମେ କୌଣସି ମହାପୁରୁଷ ବା ମୁନି ଋଷି ଯିଏ ଅଛନ୍ତି, ୱାନ୍ସ ମଲେ ଗଲେ, ତାଙ୍କର ପତା ମିଳେନି। କିନ୍ତୁ ଏଠି ଗୁରୁଦେବଙ୍କ ପାଖରେ ସେଇଟା ବିଡ଼ମ୍ବନା ଥିଲା। ସେ ବହି ଲେଖିଥିଲେ, ମଣିଷ ଅମର ଅନେକ ଉପାୟ, ଯୋଉ ବହି, ସେ ବହିର ପ୍ରମାଣ କରିଦେଲେ ଆସିକି। ଅମର ଅନେକା ଉପାୟ, ସମସ୍ତଙ୍କ ଠାରୁ ଉଚ୍ଚ ଶ୍ରେଣୀର ବହି ସେଇଟା। ଆଉ ସେ ବହି ଆମେ ପଢିଛୁ। ସେଇ ବହି ମତେ ବହୁତ ପରିଷ୍କାର ଜ୍ଞାନ ଦେଇଥିଲା, ଆଉ ବହୁତ କିଛି ଅଛି ସେ ବହି। ତେଣୁ ଗୋଟିଏ ଦୃଷ୍ଟିରୁ ଶିବମୁନିଙ୍କ ସାହିତ୍ୟ ଯିଏ ପଢିବ, ଅନେକ ବହି ଲେଖିଛନ୍ତି, ସେଥିରେ ପକ୍ଷପାତ ନାହିଁ। ଅବଶ୍ୟ ଯଦି କିଛି ଅଛି,
ପକ୍ଷପାତୀ ନାହିଁ। ଯଦି କିଛି ଅଛି ଅନୁଭବ କରୁଛନ୍ତି, ମୁଁ ବି ଅନୁଭବ କିଛି କରିଥିଲି, ସେଇଟା ତୁମର ଭଲ ପାଇଁ ସେ ଲେଖିଛନ୍ତି। ଯେମିତି ଗୋଟେ ପିଲା କୁ ଆକଟ କରିବାକୁ ଯାଇ ବାପ ମା ମିଛ କଥା କୁହନ୍ତି, ବୁଝିଲେ? ହେଠି ବାୟା ଅଛି, ହେଠି ଭୂତ ଅଛି, ତୁ ଯାଆନି, ଖରାବେଳେ ଭୂତ ଆସିଯିବ, ଆରେ ବାୟା ଆ, ଯୋଉ କିଆରିରେ ଧୋରେ ବାୟା ଧୋ, ଯୋଉ କିଆରିରେ ଘର ମାଣ୍ଡିଆ ସେଇ କିଆରିରେ ଶୋ। ये जो गप थिला पिलांकु शिक्षे सोई देवा पाई जो आवश्यकता थिला, हुए तो सही दृष्टि गुरुदेव आजन्म आम सरग शशि मुकान हाथ में पड़र खसी। ये कौन माँ डाके जन्म को कौन सतरे जन्म आसव, पिलांकु बुझिया पड़ो, जेकोसी उपाय बुझे दि जाए। सही अर्थ में मुझे अनुभव कर पचारि कहले तो किसी लिखा है टिके कौन सब एमती लिखिं कहले आपण जहाँ बुझुन ठीक बुझ। मु कहली ना मुझे पिला बुझा एमती लिखा जाए, एपट सेपट कर लिखा जाए, लिखिं तो भूत प्रेत ना से दृष्टि पचारि किंतु एणे निजे कहले भी सेपटे कहते आत्मा अमर अजर, मनीष भी अमर, जीव अमर अजर, मरीगला पर गले कुआड़े से अच्छा। ये सब कथा थिला, अनेक कथा थिला। आउ शिवमुनि आउ तो मिलिबेनि, शिवमुनि पुणी जन्म नेबे, ये असंभव जिनिस। कहना गोटे सिद्धांत रखीदे गले ना मुनि समाज, पुणी आसिले कौ समाज करेंगे नुआ रूप रे। मुनि समाज विरोध में आउ गोटे रूप ने कि ना, तेणु तांकर आसवा बाट बंद। पचारि आसवे कि ना, सी आसवे जहा तांकर माने से कहते 5000 वर्ष तले आसती, 5000 वर्ष पर पुणी आस, पुणी आ जन्म नेबे नहीं केबे कहते मु जन्म नेबे। तेणु गोटे बड़ सिद्धांत हो जिते बड़े ये पृथ्वीवासी लोकंर आवश्यकता हुए, समवस्तु को आकर्षण करियो, सेतेबेले जितेबेले अनेक लोक विवाद रे आसंती, अनेक धर्म नष्ट हो जाए, अनेक विपरीत मुखी जो मनीष हुए, सेतेबेले कौन महापुरुषंकर आविर्भाव हुए। सही परिप्रेक्षी शिवमुनिकर आविर्भाव होता, किसी आस्ते निदर्शन दवापाई, लोक परिचालन करने, कारण ये सिद्धांत एक अमूल्य सिद्धांत थिला। मेडिकल साइंस विरुद्ध जीवा, धर्म केते गुड़े तथाकथित धर्म जे रूढ़ीवादी अच्छा, जे विशृंखलित अवस्था धर्म को परिचालन करुले, विरुद्ध स्वर उत्तोलन करने कम बड़ कथा। सेतेबेले समय से उत्तोलन करथिले, स्वर उत्तोलन करथिले, आ तांको सेते बहुत निर्यातना मध्य सहयोग पड़ता। एपरिक स्टेज रे कोठी प्रवचन दौचन टेका पकई गुरुदेव, गुरुदेव मध्य उल्टा जवाब देइथिले। सोनपुर रे बोधे एमती होइतिला, से कहले ए वर्तमान मु चाहिले सोनपुर को कोइलापुर कर दे, एभली वर्ड मध्य प्रयोग करथिले। जहाँ तांकर बलिष्ठ पदक्षेप
ଆମେ ବର୍ତ୍ତମାନ କୁଆଡ଼େ ଗଲେ କାର୍ ଖୋଜୁଛୁ, ଫାର୍ଷ୍ଟ କ୍ଲାସ୍ ଟ୍ରେନ୍ ଯିବା ପାଇଁ ଚାହୁଁଛୁ, ଫ୍ଲାଇଟ୍ରେ ଯିବା ପାଇଁ ଚାହୁଁଛୁ, କିନ୍ତୁ ସେ କୋଉଥିରେ ଯାଉଥିଲେ ପ୍ରଚାର କରିବା ପାଇଁ? ଖାଲି ପାଦରେ, ଖାଲି ପାଦରେ ମଧ୍ୟ ଚାଲି ଚାଲି ପ୍ରଚାର କରୁଥିଲେ। ଆଉ ଆବଶ୍ୟକ ହେଲେ ଶଗଡ଼ ଗାଡ଼ିଟି ଯାଉଥିଲା, ଶଗଡ଼ରେ ବସି ପ୍ରଚାର କରୁଥିଲେ। ବେଲ ଗାଡ଼ି, ଘୋଡ଼ା ଗାଡ଼ି, ଘୋଡ଼ା ଏବଂ ଶଗଡ଼ ବା ବେଲ ଗାଡ଼ି ବଳଦରେ ଓଡ଼ିଶାରେ ଏଗୁଡ଼ା ସବୁ ପ୍ରଚଳିତ ଥିଲା। ଆଉ ବର୍ତ୍ତମାନ କମିଗଲାଣି। ତେଣୁ ସେଥିରେ ଯାଇକି ସେ ପ୍ରଚାର କରିଛନ୍ତି। ପ୍ରଥମେ ତ କରଞ୍ଜିଆ ସାଇଡ୍କି ଆସିଥିଲେ, କରଞ୍ଜିଆ ଯଶୀପୁର, କରଞ୍ଜିଆ ସ୍ପେସିଆଲି କରଞ୍ଜିଆ ସାଇଡ୍କି ଆସିକି ଓଡ଼ିଶାରେ ପ୍ରଚାର କରିଥିଲେ। ତାଙ୍କର ଓଡ଼ିଶାରେ ଅଧିକ ମୁନି ଥିଲେ, ଅଧିକ ସମୟ ମଧ୍ୟ ଓଡ଼ିଶାକୁ ଆସୁଥିଲେ। ପ୍ରାୟ ମାସର ଏଣ୍ଡିଂ ବେଳକୁ ସେ ଫେରି ଯାଉଥିଲେ ଗୋରଖପୁର। ମାନେ ଯେମିତିକି 28, 29, 30 3 ଦିନ ରହୁଥିଲେ ସେଠି, ତାପରେ ପୁଣି ଆସି ପ୍ରଚାର କରୁଥିଲେ। ସୌଭାଗ୍ୟବଶତଃ ଆମେ ଯେବେ ଆରମ୍ଭ କରିଥିଲୁ ଆମର ଯୋଉ ବ୍ରାଞ୍ଚର ଅଧିବେଶନ, ପ୍ରଥମ ସତ୍ସଙ୍ଗ କରିଥିଲୁ, 3 ଦିନିଆ ପ୍ରୋଗ୍ରାମ, 28, 29, 30 ଥିଲା ଏ ଡେଟ୍। ମୋତେ ଆଶ୍ଚର୍ଯ୍ୟ ଲାଗିଲା। ତାପରେ ମୁଁ ଯେବେ ଜାଣିବାକୁ ପାଇଲି ଯେ ଶିବମୁନି ଏଇ 3ଟି ଡେଟ୍ରେ ଫେରୁଥିଲେ ଘରକୁ। ଅକ୍ଟୋବର ମାସ ପ୍ରଥମ ଥିଲା ଆମର ପ୍ରବଚନ, ଜିଲ୍ଲା ସ୍ତରୀୟ ମୁଁ କରିଥିଲି 28, 29, 30। ସେଇ ଅନୁସାରେ ଶନିବାର, ରବିବାର, ସୋମବାର କରାଯାଇଥିଲା। ଶିବମୁନି ଫେରି ଆସିଲେ, ଶକୁନ୍ତଳାପୁର ଫେରି ଆସିଲେ। ଆଉ ଗୋରଖପୁର ଘର ନାହିଁ। ବର୍ତ୍ତମାନ ଶକୁନ୍ତଳାପୁର ଆମେ ଥିଲୁ, ସେ ରହିଛନ୍ତି ଏଠି। ଭୁବନେଶ୍ୱର ଆସିଲୁ, ଭୁବନେଶ୍ୱର ଆସୁଛନ୍ତି, ପୁରୀ ଗଲେ ପୁରୀ ଯାଉଛନ୍ତି। ପ୍ରୟାଗ ଯାଇଥିଲୁ, ପ୍ରୟାଗ ଯାଇଥିଲୁ। ଆମେ ଯୁଆଡ଼େ ଶିବମୁନି ସିଆଡ଼େ। ଏଗୁଡ଼ା ଆଶ୍ଚର୍ଯ୍ୟ ନୁହେଁ କି? ଆମେ ପ୍ରୟାଗ ଯାଇଥିଲୁ, ସେ ପ୍ରୟାଗ ଯାଇଥିଲେ। ଆମେ ଫ୍ଲାଇଟ୍ରେ ଆଇଲେ, ସେ ଫ୍ଲାଇଟ୍ରେ ଆଇଲେ। ଏ କମ୍ ବଡ଼ କଥା ନାହିଁ। ଆଜି କିଛି ରହସ୍ୟ ମଧ୍ୟ ଖୋଲିକି ମୁଁ କହିଦେଲି। ଏ କେତେ ବଡ଼ କଥା ଅନୁଭବ କର। ମାନେ ମୃତ୍ୟୁଟା ତାଙ୍କ ପାଖରେ ହାର ମାନୁଛି। ଯେମିତି ଏଠିକି ଆସିଲେ ଆମେ ବେଳେବେଳେ କହିଛୁ ଯେ ଏଠି ଯୋଗ ଶିକ୍ଷା ସହିତ ମୃତ୍ୟୁର ମଧ୍ୟ ଶିକ୍ଷା ଦିଆଯାଉଛି। ମୃତ୍ୟୁର ଶିକ୍ଷା, ମୃତ୍ୟୁ କେମିତି ହେଇପାରିବ? ଏଇଟା ନକିଲି ମୃତ୍ୟୁ, ଅଭାବନୀୟ ମୃତ୍ୟୁ, ଯଦି ମରିଗଲ ସ୍ପଣ୍ଟାନିୟସଲି। କିନ୍ତୁ ଏଠି ଯୋଉ ଶିକ୍ଷା ଦିଆ ହଉଛି, ମୁନି ସମାଜର ଶିକ୍ଷା ହଉଛି କଣ ନା, ଜି ଥାଉ ଥାଉ ମରଣ ଶିଖ। ବୁଝିଲେ? ଜି ଥାଉ ଥାଉ ମରଣ ଶିଖ। ମାନେ ବଞ୍ଚିଥିବା ଅବସ୍ଥାରେ ମରଣକୁ ଦେଖ କେମିତି ହଉଛି, ତାହେଲେ ଜାଣିବ ଜଣେ ସାଧକ। ଯୋଉଠି ମୁନି ସମାଜର ସିଦ୍ଧାନ୍ତରେ ଅଛି, ମୁନି ସମାଜର କାର୍ଯ୍ୟ ଯେ ମରଣଟା ଶିଖିପାରିବ ତୁମେ। ଏ ଯୋଉ ସମାଧିଟା କଣ କି? ସମାଧି ମରଣ ନୁହେଁ କି? କିନ୍ତୁ ମୃତ୍ୟୁଟା ତୁମେ ଅଜାଣତରେ ହେଇଯାଏ, ଜାଣିନଥିବ, କେତେବେଳେ ମରିଯାଇଥିବ, କେତେ ଘଣ୍ଟା ପରେ ଜାଣିବ ମୁଁ ବୋଧେ ମରିଯାଇଛି। ମରିବା ବିଶ୍ୱାସ ହବନି ତୁମର। କେତେବେଳେ କଣ ହେଇଯାଇଥିବ, ତମେ ଶୋଇଥିବ, ମରିଯିବ। କିଏ ଝୁଣ୍ଟି ପଡ଼ିଲେ ବି ମରିଯିବ, ସଡନ୍ ଆକ୍ସିଡେଣ୍ଟ ହେଲେ ମରିଯିବ, ଜଣା ପଡ଼ିବନି। କିନ୍ତୁ କେତେ ଘଣ୍ଟା ପରେ ଜାଣିବ ମୁଁ ମରିଗଲି, ମୋ ଶରୀରରେ ମୁଁ ପ୍ରବେଶ କରିପାରୁନି ଆଉ।
ତୁମେ ଅଲଗା ହେଇଯାଇଥିବ। କିନ୍ତୁ ଏଠି କ'ଣ, ଏଠି ମୃତ୍ୟୁଟା ତୁମେ ମୃତ୍ୟୁର ଦୃଶ୍ୟ ଦେଖିବ। ସମାଜ ମୃତ୍ୟୁ ଏ ଅବସ୍ଥାକୁ ଆସେ, ଅନୁଭବ କରିବ ସମାଜରେ। ଆଉ ସେଇ ରୂପଟା, ସେଇ ପଟ୍ଟଚିତ୍ରଟା ତୁମେ ନେଇକରି ଯିବ ମୃତ୍ୟୁ ପରେ। ଏଇଟା ଏ ସ୍ତରରେ ରହିପାରିବ। ସମାଜରେ ଯେ ରହିଛନ୍ତି, ମୃତ୍ୟୁରେ ମଧ୍ୟ ସେ ସମାଜ ହେଇପାରିବ। ତେଣୁ ଆଉ ଡର ମାଡ଼ିବନି। ମୃତ୍ୟୁର ଅନ୍ୟ ନାମ ହେଉଛି ଅଭିନିବେଶ। ମୃତ୍ୟୁର ଅନ୍ୟ ନାମ ଅଭିନିବେଶ। ମୃତ୍ୟୁ ଭୟ, ମୃତ୍ୟୁର ଭୟ ହେଉଛି ଅଭିନିବେଶ। ନାହିଁ କି ସମସ୍ତଙ୍କ ପାଖରେ। କିନ୍ତୁ ଏ ମୁନି ସମାଜ ଶିକ୍ଷାରେ କ'ଣ ହେଉଛି ନା, ତୁମେ ତା ପୂର୍ବରୁ ଦେଖି ନେଇଯିବ ମୃତ୍ୟୁଟା। ତୁମର ଶେଷ ଗତି କୋଉଠି କି? ଏଣ୍ଡୁଅ ଯାଇ ଯାଇ ସିଜ ଉଦାମୂଳକୁ, ନୁହେଁ କି? ସେମିତି ତୁମେ ଯେତେ କାମ କର, ଯେତେ ଅଫିସର, ବଡ଼ ଅଫିସର ହୁଅ, ମିନିଷ୍ଟର ହୁଅ, ପ୍ରାଇମ ମିନିଷ୍ଟର ହୁଅ, ରାଷ୍ଟ୍ରପତି ହୁଅ, ବା ବିରାଟ ମାନେ ଆମର ଜଜ୍ ହୁଅ, ବା ସୁପ୍ରିମକୋର୍ଟର ଜଜ୍ ହୁଅ, ଯେତେ ବଡ଼ ପୋଷ୍ଟରେ ରୁହ, ମୃତ୍ୟୁ ନିଶ୍ଚିନ୍ତ। ମୃତ୍ୟୁ ଅବଶ୍ୟ ମରିବ ନିଶ୍ଚିନ୍ତ। ବୁଝିଲେ? ମରିବାଟା ନିଶ୍ଚିନ୍ତ। ତେଣୁ ମୃତ୍ୟୁଟାକୁ ଯଦି ନିଜେ ଦେଖି ନେଇଯିବ, ମୃତ୍ୟୁ ଏଇଠି ଅଛି। ଯେମିତି କାଲି କହୁଥିଲି, ପରୀକ୍ଷିତ ରାଜା ମୃତ୍ୟୁଟାକୁ ଦେଖି ନେଇଗଲେ, ଏଇଠି ମୁଁ ପହଞ୍ଚିବି, ନିର୍ଭୟ ହେଇଗଲେ। ନିର୍ଭୟ ହେଇଗଲେ। ସେମିତି ଏ ମୁନି ସମାଜର ସିଦ୍ଧାନ୍ତ ହେଉଛି କ'ଣ ନା, ତୁମେ ସାଧନରେ ନିଜ ରୂପକୁ ଦେଖିବ। ମୁଁ ବାସ୍ତବରେ ଯୋଉ ରୂପକୁ କେହି କିଛି କରିପାରିବେନି। କୁହନ୍ତୁ, ଆମେ ଯଦି ଫାୟାରିଂ କରିବା ଆକାଶରେ କ'ଣ ହବ କହିଲେ? କିଛି କ୍ଷତି ହବ? ଯଦି ଆକାଶର କିଛି କ୍ଷତି ହବନି, ଆକାଶଠାରୁ ଆହୁରି ସୂକ୍ଷ୍ମ ତୁମେ। ଆକାଶ ତାର ଚାଦର, ବୁଝିଲେ? ତାହେଲେ ତୁମେ କେତେ ସୂକ୍ଷ୍ମ ନ ହେଇଥିବ, ତୁମର କିଏ କ'ଣ କରିବ? ସେ ରୂପଟାକୁ ତୁମେ ଦେଖିବ। ମୁନି ସମାଜର ସିଦ୍ଧାନ୍ତରେ ତୁମେ ସେ ରୂପକୁ ଦେଖିବ। ଯୋଗଟା କ'ଣ? ଯୋଗଟା ମୁନି ସମାଜର ଯୋଉ ଯୋଗ ଅଛି, ଅଷ୍ଟାଙ୍ଗ ଯୋଗ, ମାନେ ଏତେ ପାୱାରଫୁଲ, କଳ୍ପନା କରିପାରିବେନି। ମୁଁ ଯେତିକି ଅନୁଭବ କରିଛି, ଯଦି ଗୋଟିଏ ଉପଅଙ୍ଗକୁ ତୁମେ ପାଳନ କରିବ, ଯୋଗ ହେଇଗଲା, ଜଣ ସମାଧି ହେଇଯିବ। ଗୋଟିଏ ଉପଅଙ୍ଗ, ଯମର ଗୋଟିଏ ଉପଅଙ୍ଗ ହବ ବା ନିୟମର ଗୋଟିଏ ଉପଅଙ୍ଗ, କିଛି ଯୋଗର ଆବଶ୍ୟକତା ନାହିଁ। ଯୋଉ ଚକ୍ରଭେଦନର ଆବଶ୍ୟକତା ନାହିଁ, ପ୍ରାଣାୟାମର ଆବଶ୍ୟକତା ନାହିଁ, ଧାରଣ ଧ୍ୟାନ ସମାଜର କିଛି ଆବଶ୍ୟକତା ନାହିଁ। ନା ଆସନ, ନା ପ୍ରାଣାୟାମ, ନା ପ୍ରତ୍ୟାହାର, କିଛି ଆବଶ୍ୟକତା ନାହିଁ। ଗୋଟିଏ ଉପଅଙ୍ଗ। କୋଉ କଡ଼ାକଡ଼ି ଭାବରେ ପାଳନ କରିବେ ସେମିତି ନୁହେଁ। ସତ କହିବା ମାନେ ନୁହେଁ ଯେ ସତ କହିବା, ସତ୍ୟରେ ରହିବ, ସତ୍ୟର ଆଧାରରେ ରହିବ, ତୁମେ ସତ୍ୟ ସ୍ୱରୂପ ହେଇଯିବ। ବୁଝନ୍ତୁ କଥା। ଯୋଗ କୁଆଡ଼େ ଯାଉ, କିଛି ନାହିଁ। ତୁମେ ସତ୍ୟର ଆଧାରରେ ରହିବ, ମାନେ ସତ୍ୟର ସ୍ୱରୂପ ହେଇଯିବ ତୁମେ ସ୍ୱୟଂ। ସତ୍ୟର ସ୍ୱରୂପ ହେଇଯିବ। କାୟ ମନ ବାକ୍ୟରେ କିଛି ବି ସତ୍ୟର ଉଣା ନ ହୁଏ। ସତ୍ୟ ଗୋଟେ ବଳିଷ୍ଠ ଉପାଦାନ, ପାଳନ କରିପାରିବେ। ସେଇଟା ମୁନି ସମାଜର ସିଦ୍ଧାନ୍ତ। ମୁଁ ଯେତିକି ଅନୁଭବ କରିଛି, ଚକ୍ରବର୍ତ୍ତନ କିଛିର ଆବଶ୍ୟକତା ନାହିଁ। କେବଳ ଗୋଟିଏ ଉପଅଙ୍ଗ ସତ୍ୟ ବା ଅହିଂସା ବା ଅସ୍ତ୍ୟ
ବା ଅପରିଗ୍ରହ ବା ବ୍ରହ୍ମଚର୍ଯ୍ୟ, ଏ ପାଞ୍ଚଟିରୁ ଗୋଟିଏ ଉପାଙ୍ଗ ଯଦି କଡ଼ାକଡ଼ି ଭାବରେ ତୁମେ ଆରମ୍ଭ କରିଦେଲ ଆଜିଠାରୁ ବା ଯୋଉ ଦିନରୁ ଆରମ୍ଭ କରିବ, ସେଦିନ ଠାରୁ ତୁମ ଉପରେ ବଳିଷ୍ଠ ପ୍ରଭାବ ପଡ଼ିବ। ସିଦ୍ଧାନ୍ତ ନେଇଗଲା, ଗୋଟେ ଡକୁମେଣ୍ଟସ ହେଇଗଲା, ଗୋଟେ ଦଲିଲ ହେଇଗଲା, ମୁଁ ଏ କାମ କରିବି, ସରିଗଲା। ତାମାନେ ସେଇଦିନଠୁ ଆରମ୍ଭ ହେଇଗଲା ତୁମର ଡେଭଲପମେଣ୍ଟ। ଯେମିତି ସିଦ୍ଧାନ୍ତ ନିଅ, ମୁଁ ସବୁଦିନ ସାଧନ କରିବି, ସେ ଗୋଟେ ଡକୁମେଣ୍ଟସ ହେଇଗଲା, ଲେଖାପଢା ହେଇଗଲା ତୁମ ମନ ଭିତରେ। ଆଉ ତୁମେ କେମିତି ଲେଖିଲ, କେମିତି ଶପଥ ନେଲ, ସେଇଟା ନିଜେ ଜାଣିପାରିବ। ନିଜେ ତାର ରାଇଟର, ନିଜେ ସାକ୍ଷୀ, ନିଜେ ଜଜ୍, ନିଜେ ଓକିଲ, ସବୁ ନିଜେ। ବୁଝନ୍ତୁ ଏ କଥା ଭଲ, ତୁମେ ସବୁ ନିଜେ, ତୁମେ ସବୁ କରିପାରିବ, ସବୁ ନଷ୍ଟ କରିପାରିବ। ସେ ଦଲିଲ କି ତୁମେ ନଷ୍ଟ କରିପାରିବ ଚାହିଁଲେ ଗୋଟେ ସେକେଣ୍ଡ, ଆଉ ଦଲିଲ କି ମଜବୁତ ବି କରିପାରିବ, ଦଲିଲ କି ମଜବୁତ କରିପାରିବ। ବୁଝନ୍ତୁ, ଯୋଗ ତ ଯୋଗ ଅଛି, ଠିକ ଅଛି, ମାନୁଛି, କିନ୍ତୁ ଏ ତ ମନର ଭାବନା, ମନର ଭାବନା। ସେଥିପାଇଁ କୁହାଯାଇଛି ମନର ମୂଳେ ଏ ଜଗତ। ଏ ଶରୀର ମଧ୍ୟ ମନର ମୂଳରେ। ଆଉ ଶିବମୁନିଙ୍କ ସିଦ୍ଧାନ୍ତରେ ଗୋଟେ ବଡ଼ କୌଶଳ ଅଛି, ସେଇଟା କଣ ଜାଣନ୍ତି? ସେଇଟା ହଉଛି ମନକୁ ଶରୀର ସହିତ ମିଶେଇବା, ପୂର୍ଣ୍ଣ ଏକାଗ୍ରତା ଆସିବ। ମନର ଏକାଗ୍ରତା ହିଁ ଯୋଗ। ଆଉ ମନଟାକୁ ବାନ୍ଧି ରଖିବା ପାଇଁ ଚକ୍ରବେଦନ ଗୋଟେ ବିସ୍ତାରିତ ପଥ। ମନକୁ ବାନ୍ଧିବା ପାଇଁ ଗୋଟେ ସୂତ୍ର ହଉଛି ଚକ୍ରବେଦନ। ଆଉ ତ ଅଛି ବହୁତ ଉଚ୍ଚ ଶ୍ରେଣୀର ସାଧନ, ଯୋଉଟା ତୁମେ କରିପାରିବ ନାହିଁ ବୋଲି ଦିଆଯାଉନି, ତୁମେ କରିପାରିବ ନାହିଁ ବୋଲି ଦିଆଯାଉନି। ଅନେକ ଗୁଡ଼ିଏ ସାଧନ ଅଛି, ଆହୁରି ବଳଶାଳୀ ସାଧନ, ଯେ ମନ ଆହୁରି ଏକାଗ୍ରତା ହେଇପାରିବ, ସେ ସାଧନ ଦିଆଯାଉନି, ତୁମେ କରିପାରିବ। ଅଟୋମେଟିକ ମନଟାକୁ ରୋକିବା ପାଇଁ ଗୋଟେ ଟେକ୍ନିକ କରାଏ, ସେଇଟା ହେଉଛି ଚକ୍ରବେଦନ। ଆଉ ମନଟା ରୋକି ହେଇଯିବ ଚକ୍ରରେ। ଯୋଗଟା କଣ କି, ଯୋଗଟା ମନକୁ ଏକାଗ୍ରତା କରିବ। ତେଣୁ ମନ କେମିତି ଏକାଗ୍ରତା ହବ, ସେଥିପାଇଁ ଚକ୍ରଭେଦନରେ ଚାଳନ କଲେ, ଭେଦି ଭେଦି ଗଲେ ଚକ୍ରରେ ମନ ସ୍ଥିର ହବ। ମନଟାକୁ ସ୍ଥିର କରିବା ପାଇଁ ଏସବୁ ଗୋଟେ ଫର୍ମୁଲା ତିଆରି ହେଇଛି। ଖାଲି ଯେ ଚକ୍ରଭେଦନ, ସେଇ ଚକ୍ରଟା ଠିକ ହେଇଯିବ ସେଥିପାଇଁ ନୁହେଁ, ତା ସହିତ ମନଟାକୁ ମିଶେଇ ଦିଆଯାଏ। ଚକ୍ରରେ ଏକାଗ୍ରତା ହବ, ଶୁଦ୍ଧ ହବ ସେ ଚକ୍ର। ଆଉ ଯେହେତୁ ମନଟା ପାୱାରଫୁଲ ଅଛି, ରାଜା ଅଛି, ରାଜା ଯଦି ପହଞ୍ଚିଲେ କୌଣସି ରାଜ୍ୟରେ ସେଇଟା ଠିକ ହେଇଯାଏ। ସେମିତି ତୁମେ ଯୋଉ ଚକ୍ରରେ ପହଞ୍ଚ, ସେଇ ଚକ୍ର ଠିକ ହେବା ସହିତ ମନ ଏକାଗ୍ରତା ହବ। ଚକ୍ର ଠିକ ହେବା ସହିତ ମନ ଏକାଗ୍ରତା ହବ। ଏଇଟା ତାଙ୍କର ଗୋଟେ ଅଭିନବ କୌଶଳ ଥିଲା, ଅଭିନବ କୌଶଳ। ଖାଲି ଯେ ରୋଗ ଦୂର ହବ, ମଣିଷ ସୁସ୍ଥ ହେଇଯିବ, ତା ନୁହେଁ। ମଣିଷ କେତେବେଳେ ସୁସ୍ଥ ହବ? ସ୍ୱରେ ସ୍ଥିତ ହେଲେ ସୁସ୍ଥ ହବ। ସୁସ୍ଥତା ଅର୍ଥ କଣ? ଡାଇବେଟିସ୍ ଭଲ ହେଇଗଲେ ସୁସ୍ଥ ହେଇଯିବ ଜଣେ? ନା, ସୁସ୍ଥତା ଅର୍ଥ ସ୍ୱରେ ଯେ ସ୍ଥିତ ହେଲା। ସ୍ୱର ସ୍ୱସ୍ଥିତି, ସ୍ୱ ଅର୍ଥ ନିଜରେ ନିଜେ ରହିବା, ନିଜ ରୂପରେ ସ୍ୱସ୍ଥିତି, ତାକୁ ସୁସ୍ଥତା କୁହାଯିବ। ସ୍ୱରେ ଯେ ସ୍ଥିତ ହେଲା, ସ୍ୱ ଅର୍ଥ ନିଜ, ନିଜରେ ବା ନିଜ ଭିତରେ ଯେ ସ୍ଥିତ ହେଇଗଲା, ନିଜ ମାନେ ଆତ୍ମା, ତାକୁ ସୁସ୍ଥତା କୁହାଯାଏ।
ଇଏ ଗୋଟେ ଏଇଟା ଗୁରୁଦେବ କହିଛନ୍ତି। ଏଇ ସୁସ୍ଥତା ଅର୍ଥ ଗୁରୁଦେବ ମଧ୍ୟ ବତେଇ ଦିଏ। ସ୍ୱରେ ସ୍ଥିତ ହେବା ତାମାନେ ଆତ୍ମସ୍ଥିତି, ତାମାନେ ପୁନର୍ଜାଗରଣ ହବା, ନିଜ ଏନର୍ଜେଟିକ ଯୋଉଟା ତୁମର ଶକ୍ତି କେନ୍ଦ୍ର, ଶକ୍ତି କେନ୍ଦ୍ର ପାଖରେ ପହଞ୍ଚିବା, ତେଣୁ ଶକ୍ତିଶାଳୀ ହେଇଯିବ ତୁମେ। ଏ ଫର୍ମୁଲା ମଧ୍ୟ ମୁନି ସମାଜକୁ ଦିଆହେଇଛି। ଆଉ ଯୋଉମାନେ ଏଠି ରବିଶଙ୍କର ଇଏ ଦଉଛନ୍ତି, ଏଠି 1000 ଟଙ୍କା ନେଉଛନ୍ତି ପର ମନ୍ଥ 1000 ଟଙ୍କା ନେଉଛନ୍ତି, ବର୍ଷକୁ ତ 12,000 ହେଇଗଲା। ସବୁଦିନ ଶିଖିବେ। ଏ ଯୋଉ ମନ୍ଦିର ଅଛି, ଏଇ ପାଖ ମନ୍ଦିରରେ ସେ ଶିକ୍ଷା ଦିଆଯାଉଛି ସୁଦର୍ଶନ କ୍ରିୟା। ଆଉ ସୁଦର୍ଶନ କ୍ରିୟା କରୁଥିବା ବ୍ୟକ୍ତି ବା ଯୋଉମାନେ କରୁଛନ୍ତି ଏଠିକି ଆସୁଛନ୍ତି, ସେଥିରେ କିଛି ନାହିଁ। ଅବଶ୍ୟ ମୁଁ କହିବିନି ଯେ ରବିଶଙ୍କର ଭଳି ଜଣେ ଜ୍ଞାନୀ ପୁରୁଷ, ଜ୍ଞାନର ସର୍ବୋଚ୍ଚ ଜ୍ଞାନ ତାଙ୍କ ପାଖରେ ଅଛି ରବିଶଙ୍କର ପାଖରେ, କିନ୍ତୁ ସାଧନ ଜ୍ଞାନ କାହିଁ? ସାଧନ ଜ୍ଞାନ କାହିଁ? ଯୋଉଠି ଯୋଉ ଟେକ୍ନିକରେ, ଯୋଉ ସାଧନରେ ତୁମେ ଖୁବ ଶୀଘ୍ର ସମାଧି ହେଇପାରିବ, ଯୋଉଟା କି ଶିବମୁନିଙ୍କ ପାଖରେ ଅଛି। ଗରିବ କରିପାରିବ, ଧନୀ କରିପାରିବ, ପିଲା କରିପାରିବ, ବୃଦ୍ଧ କରିପାରିବ, ଶିକ୍ଷିତ କରିପାରିବ, ଅଶିକ୍ଷିତ ବି କରିପାରିବ, ସ୍ତ୍ରୀ କରିପାରିବେ, ପୁରୁଷ ବି କରିପାରିବ, ଛୋଟ ପିଲା ବି କରିପାରିବ। ଏତେ ସରଳ ସହଜ ସାଧନ, ଯୋଉଟା କୋଉଠୁ ମିଳିବାର ନାହିଁ। ଯୋଉମାନେ ଆଡମିସନ ନଉଛନ୍ତି, ଯୋଉମାନଙ୍କୁ 40 ବର୍ଷ ହେଇଯାଏ, ସେମାନେ ବା ଯିଏ ଯେତେ ବର୍ଷର ଅଛନ୍ତି, ସେମାନେ ଆଡମିସନ ନେଲା ପରେ କଣ କହୁଛନ୍ତି? ମୁଁ ଆଗରୁ କାହିଁ ନେଲିନି ମୁଁ ଆଗରୁ କାହିଁ ନେଲିନି। ତେଣେ ତେବେ ଜାଣନ୍ତୁ କେତେ ପାୱାରଫୁଲ ଜିନିଷ ହେଇଥିବ। ଅନୁଭବ କରୁଛନ୍ତି ଯେତେବେଳେ କହୁଛନ୍ତି। ଆଜି ଜଣେ ସ୍ପାଇନାଲ କର୍ଡ ପେସେଣ୍ଟ ମୋ ସହିତ କଣ୍ଟାକ୍ଟ କଲା 10:30 କଟକର, କିଏ ତାକୁ ନମ୍ବର ଦେଇଛନ୍ତି, କଣ୍ଟାକ୍ଟ କଲା। ସେ 4 ବର୍ଷ ହେଇଗଲାଣି, ଆକ୍ସିଡେଣ୍ଟ ହେଇଥିଲା, ବର୍ତ୍ତମାନ ସିଭିୟର ପେନ୍ ହଉଛି। ମୁଁ କହିଲି ଆସ 3 ଦିନରେ ଭଲ ହବ। ସେ ଆଶ୍ଚର୍ଯ୍ୟ ହେଇଗଲା, 3 ଦିନରେ ଭଲ ହବ? ଅସମ୍ଭବ। ମୁଁ କହିଲି ସମ୍ଭବ। କହିଲେ ଏତେ ଔଷଧ ଖାଇଲେଣି, ଏତେ ଜାଗାକୁ ଗଲେଣି, କେତେ କଣ କରିସାରିଲେଣି, କେତେ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲେଣି। ଅନମ୍ୟାରେଡ୍ ପିଲାଟା, ଅଳ୍ପ ବୟସ, କୋଉ ପେନ୍ ହେଇଥିବ ଅନୁଭବ କର। କିନ୍ତୁ ଏଇ ଯୋଉ ପେନ୍ର ଉପଶମ ଯଦି ସାଧନରେ ହେଇପାରୁଛି, ମାନେ ଶିବମୁନିଙ୍କର ଦାନ କେତେ ଅତୁଳନୀୟ ଅନୁଭବ କର, କେତେ ଅତୁଳନୀୟ ହେଇନଥିବ। ତାଙ୍କ ପରାକାଷ୍ଠରେ ଆମେ ସାଧନରେ ଉପଲବ୍ଧି କରିନଥିଲୁ। ବୁଝନ୍ତୁ କଥା, ଆମେ ସାଧନରେ ଉପଲବ୍ଧି କରିନଥିଲୁ। ସେ ଗୋଟେ ସିଦ୍ଧି ଦେଇଯାଇଛନ୍ତି, ଅନେକ ଦେଇଛନ୍ତି। ତା ଭିତରେ ଗୋଟେ ହଉଛି ଯୋଉ ପିଲାପିଲି କେସ୍ ହବା, ନିଃସନ୍ତାନ ସନ୍ତାନ ପ୍ରାପ୍ତ କରିବା, ଇଏ ଗୋଟେ ସିଦ୍ଧି ତାଙ୍କର ଥିଲା, ଯୋଉଟାକି ଦେଇଗଲେ ଆମକୁ ତାଙ୍କ ନିଜ ପରାକାଷ୍ଠରେ। ଆମେ ପ୍ରଥମ ସୋପାନରେ, ମାନେ ଯୋଉ ସ୍ତ୍ରୀ ଲୋକ ଆସୁଛନ୍ତି ବା ପୁରୁଷ ଆସୁଛନ୍ତି, ସ୍ୱାମୀ ସ୍ତ୍ରୀ, ତାଙ୍କର ପିଲାପିଲି ହବ କି ନାହିଁ ଆମେ ଜାଣିପାରିବା। ସେ ଗୋଟେ ଟେକ୍ନିକ ଦେଇଛନ୍ତି। ତାଙ୍କୁ ଟଚ୍ କଲେ ଜଣା ପଡିବ ପିଲା ହବ କି ନାହିଁ। ସେଇଟା ସେ କେତେ ମାନେ ଗୋଟେ ଯୋଉ ସିଦ୍ଧି ନୁହଁ କି, ଅଣିମା, ଲଙ୍ଘିମା, गरिମା, ସେ ସିଦ୍ଧି ଭିତରୁ ଅନେକ ସିଦ୍ଧି ଶିବମୁନି ପ୍ରାପ୍ତ କରିଥିଲେ। এটা অবশ্য ଆମେ ସାଧନରେ ପାଇନଥିଲୁ, ସେ ଦେଇଗଲେ ଏ ସିଦ୍ଧି। ଆଉ ଯୋଉ ସ୍ପାଇନାଲ କର୍ଡଟା, ଅବଶ୍ୟ ସ୍ପାଇନାଲ କର୍ଡଟା ମୁଁ ନିଜେ ମାନେ ତାର ଇନୋଭେସନ ନିଜେ ମୁଁ କରିଛି, କେମିତି ହେଇପାରିବ।
ମୂଳ ଉତ୍ସ ହୁଏତ ଗୁରୁଦେବଙ୍କର ସାଧନ ଅଛି, କିନ୍ତୁ ଏଇ ଯୋଉ ଗ୍ରେଟ୍ ଏକ୍ସପିରିଏନ୍ସ ମତେ ଆଣି ଦେଇଥିଲା ମୋ ୟୁରିନ୍ ଖରାପଟା, ସେଥିରୁ ମୁଁ ବହୁତ କିଛି ଅନୁଭବ ଆଣିଥିଲି, ଯୋଉଟାକି ସେଥିରେ ସ୍ପାଇନାଲ କର୍ଡ ଅନ୍ତର୍ଭୁକ୍ତ। ସେଟା ଆମ ହାତରେ କଥା, ପିଲାପିଲି ଜନ୍ମ ହବାଟା ଆମ ହାତର କଥା, ଅତି ସହଜ। ଆମେ ଆମ ଗାଁରେ ଯୋଉ ଝିଅଟା ସେକେଣ୍ଡ ଥାର୍ଡ କେସରେ ନେଲା, 22 ବର୍ଷ ପରେ ପିଲା ଜନ୍ମ ହେଲା। ଚିନ୍ତା କରନ୍ତୁ ତ କେତେ ଡିଫିକଲ୍ଟ କାମ। କାର ପିଲା ଘର ନାହିଁ, ପିଲା ଘର ମାନେ ଯୋଉଠି ଜନ୍ମ ଦବ ଯୋଉ ଜାଗାଟା, ୟୁଟ୍ରସଟା ବଚ୍ଚା ଦାନ, କାର ନାହିଁ ବି ପିଲା ରହୁଛି, ଇଏ ଅସମ୍ଭବ ନୁହେଁ କି? ବ୍ଲଡ ପ୍ରେସର କହୁଛି, ବ୍ଲଡ କ୍ୟାନ୍ସର, ଯୋଉଟା ଅସମ୍ଭବ, କେବେ ସମ୍ଭବ ନୁହେଁ। ମେଡିକାଲ ସାଇନ୍ସରେ ବ୍ଲଡ କ୍ୟାନ୍ସର ମାନେ ନା ଶୁଣିଲା ମାନେ ହାତ ଟେକିଲେ ଡକ୍ଟର ମାନେ, ନା ଏ ଅସମ୍ଭବ, ପସିବୁଲ ନାହିଁ। ସେଇଟା ମନୁଷ୍ୟ ସମାଜର ସିଦ୍ଧାନ୍ତ ଭିତରେ ଏବଂ ହେଇପାରିଲା, ଏ ଅସମ୍ଭବ ନୁହେଁ। କେତେ ଅସମ୍ଭବ ଅନୁଭବ କରନ୍ତୁ। କଣ ଅଛି ବିଦ୍ୟା, କେତେ ମହାନ ବିଦ୍ୟା। ଆଉ ଶିବମୁନିଙ୍କ ବହିର ଗୋଟେ ୱାର୍ଡ ବି କୋଟି କୋଟି ଡଲାର ହେଇପାରେ, ଗୋଟେ ୱାର୍ଡର ମୂଲ୍ୟ ଯୋଉଟା ମୁନି ସମାଜରେ ଅଛି। ବ୍ଲଡ କ୍ୟାନ୍ସର, କେବେ କଳ୍ପନା କରନ୍ତୁ ତ ବ୍ଲଡ କ୍ୟାନ୍ସର କେମିତି ଠିକ ହେଇପାରିବ। ତୁମେ ଯୋଉ ବ୍ଲଡ ଯୋଉ ସେଲ ଗୁଡାକ ଚିନ୍ତା କରନ୍ତୁ, ଯୋଉମାନଙ୍କର କ୍ୟାନ୍ସର ହେଇଛି, ସେଲ ଗୁଡା କଣ ନା ଯେମିତି ଗୋଟେ ମହୁମାଛି, ମାନେ ଗୋଟେ ଗ୍ରୁପର ଗୋଟେ ଚାଦର ଭଳିଆ ଉଡି ଉଡି ଯାଉଛି, ଚାଦର ସ୍ୱରୂପ। ତମେ ଏପଟ ହଲେଇଲେ ସେ ସେପଟକୁ ମାଡି ଆସେ, ସେପଟ ହଲେଇଲେ ଏପଟକୁ ମାଡି ଆସେ। ଗୋଟେ ଗ୍ରୁପରେ ଯେମିତି ଯାଆନ୍ତି, ଏ କ୍ୟାନ୍ସର ସେଲ ଗୁଡା ସେମିତି ମାଡିଯିବେ, କୁଆଡେ ମାଡିଯିବେ ତୁମ ଶରୀର ଭିତରେ କଳ୍ପନା ନାହିଁ। ମାନେ ଗୋଟେ ତାକୁ ମେଡିସିନ ନାହିଁ ଯେ କଣ୍ଟ୍ରୋଲ କରିବା, ଲାଇଟ୍ ପକେଇବ, କେତେ ଲାଇଟ୍ ପକେଇବ। ଆଉ ବ୍ଲଡରେ କେତେ ସୂକ୍ଷ୍ମ ଅବସ୍ଥାରେ ସେ ସବୁ ଥିବ, ସେ ସେଲ ଗୁଡା। କିନ୍ତୁ ଏ ଯୋଉ ସିଦ୍ଧାନ୍ତ, ଏ ଯୋଉ ଟେକ୍ନିକ ଦିଆଯାଇଛି ମୁନି ସମାଜରେ, କୋଉଠି ମିଳିବନି, କୋଉଠି ବି ମିଳିବନି। ବୁଲନ୍ତୁ, 5000 ସଂସ୍ଥା ବର୍ତ୍ତମାନ କାମ କରୁଛି ଭାରତରେ। ଏ ଗୋଟିଏ ସଂସ୍ଥା ନୁହେଁ, 5000 ସଂସ୍ଥା କାମ କରୁଛି। ଦେଖେଇ ଦିଅନ୍ତୁ ଗୋଟେ ସଂସ୍ଥା କି ଏ ଜିନିଷ କାମ କରି ଦେଖେଇ ଦିଅ। ଏ କଣ ମୁନି ସମାଜର ଗୋଟେ ଶକ୍ତିଶାଳୀ ସିଦ୍ଧାନ୍ତ ନୁହେଁ କି? ଶକ୍ତିଶାଳୀ ସିଦ୍ଧି ନୁହନ୍ତି, ଶକ୍ତିଶାଳୀ ସିଦ୍ଧି ନୁହେଁ କି ଏଟା? ସମସ୍ତେ ବେଳେ ବେଳେ କୁହନ୍ତି ମନ ଅସ୍ଥିର ରହୁଛି, ମୋ ମନ ଲାଗୁନି, ସାଧନ କରିପାରୁନି। ତୁମେ କଣ, ଅର୍ଜୁନ ତ ସ୍ୱୟଂ ସେ କଥା କହୁଥିଲେ, ଚଞ୍ଚଳଂ ମନ କୃଷ୍ଣ ପ୍ରମାଥି ବଳବତ ଦୃଢ। ଚଞ୍ଚଳଂ ମନ କୃଷ୍ଣ, ଏତେ ଚଞ୍ଚଳ ମନ ଆଉ ଭ୍ରମ ସୃଷ୍ଟିକାରୀ, ମୁଁ ଆକୁ କଣ୍ଟ୍ରୋଲ କରିପାରିବି ନାହିଁ। ତୁମେ ବି କହୁଛ, ସମସ୍ତେ କହିଛନ୍ତି, କିନ୍ତୁ ସେ ସୂତ୍ରରେ ପୁଣି ତାର ସଲ୍ୟୁସନ ଲେଖା ହେଇଛି ନା। ବୈରାଗ୍ୟ ଅଭ୍ୟାସ ଦ୍ୱାରା ତନ୍ନିରୋଧ, ତାକୁ ରୋଧ କରାଯାଇପାରିବ ବୈରାଗ୍ୟ ଅଭ୍ୟାସରେ। ସେଇଥିପାଇଁ ଶିବମୁନି ଚିନ୍ତା କଲେ ଯେ ଅଭ୍ୟାସ କରୁ, ଜଣେ ପ୍ରତ୍ୟେକ ଦିନ ସାଧନ କରୁ, ପ୍ରତ୍ୟେକ ଦିନ
ସେଥିପାଇଁ ଶପଥ କରି ନେଇଗଲା ଆଗତୁରା କରିନ ଶପଥ ତୁମେ ମାନେ ମୁଁ ପ୍ରତ୍ୟେକ ଦିନ ସାଧନ କରିବି ବାସ୍ ସରିଗଲା। ବୈରାଗ୍ୟ ଆସିବ ପରେ ଆସିବ, ବୈରାଗ୍ୟ ଅଟୋମେଟିକ ଆସିବ। ମୃତ୍ୟୁକୁ ଦେଖିଲେ ବୈରାଗ୍ୟ ଆସିବ, ରୋଗକୁ ଦେଖିଲେ ବୈରାଗ୍ୟ ଆସିବ, ବିପଦ ଦେଖିଲେ ବୈରାଗ୍ୟ ଆସିବ। ଅନେକ ଜିନିଷ ଅଛି ଆସିବା ପାଇଁ ବୈରାଗ୍ୟ। ବୟସ ବୃଦ୍ଧି ହେଲେ ବୈରାଗ୍ୟ ଆସିବ, ଘର ସଂସାରକୁ ଦେଖିଲେ ବୈରାଗ୍ୟ ଆସିବ। ଅତି ଉଚ୍ଚ ଶ୍ରେଣୀର ଧନ ବଢିଗଲେ ମଧ୍ୟ ବୈରାଗ୍ୟ ଆସିବ। ତେଣୁ ବୈରାଗ୍ୟ ଦ୍ୱାରା ମଧ୍ୟ ସାଧନ କରିପାରିବେ। ଏ ସିଦ୍ଧାନ୍ତ ଆଣିଲେ, ଏ ସିଦ୍ଧାନ୍ତ ମୁନି ସମାଜ ଆଣିଛି। ଯମ ନିୟମକୁ ଆଣିନି ଯେ ସବୁ ଜିନିଷ ଅଣା ହେଇଯାଇଛି ତା ଭିତରେ। ଆଉ ଯୋଉ ସାଧନରେ ସମସ୍ତେ ତ ଦେଖାଉଛନ୍ତି ଚକ୍ରବେଦନ ଛାଡ଼ିକିରି ସମସ୍ତେ ବ୍ୟାୟାମ ଦେଖାଉଛନ୍ତି, କିନ୍ତୁ ବ୍ୟାୟାମ ଯୋଗ ନୁହେଁ। ଏକଥା ମଧ୍ୟ କହିଲେ ମୁନି ସମାଜ ସିଦ୍ଧାନ୍ତ ଭିତରେ ବ୍ୟାୟାମ ଯୋଗ ନୁହେଁ। ଯୋଗରେ ବ୍ୟାୟାମ ଅଛି, ଠିକ ଅଛି, କିନ୍ତୁ ବ୍ୟାୟାମ ଯୋଗ ନୁହେଁ। ଲେଖି ରଖନ୍ତୁ। ଯୋଗରେ ବ୍ୟାୟାମ ଅଛି, ଠିକ ଅଛି, କିନ୍ତୁ ବ୍ୟାୟାମ ଯୋଗ ନୁହେଁ। ଏ କଥା ବୁଝନ୍ତୁ। ତେଣୁ ଯିଏ ସବୁ ଯୋଗ ଶିକ୍ଷା ଦଉଛନ୍ତି ଆଜିକାଲିର ପିଢ଼ି ବା ଯେଉଁମାନେ ଯୋଗ ଗୁରୁ, ବ୍ୟାୟାମକୁ ଯୋଗ ବୋଲି ଧରି ନେଇଛନ୍ତି। ବ୍ୟାୟାମକୁ ଯୋଗ ବୋଲି କହୁଛନ୍ତି, ଏଇଟା ଯୋଗ। ବ୍ୟାୟାମ ଯୋଗ ନୁହେଁ। ଯୋଉଟା ଶିବମୁନି ମୁନି ସମାଜ ସିଦ୍ଧାନ୍ତ କହିଲା। ଆଉ ଯେତେ ଗୁଡ଼ିଏ ସବୁ ସଂସ୍ଥା ସବୁ ବ୍ୟାୟାମ ଶିଖାଉଛନ୍ତି, ଯୋଗର ନାଁ ଗନ୍ଧ ନାହିଁ। ଆଉ ଯୋଉଠି ଯମ ନିୟମ ନାହିଁ ସେଠି ଯୋଗ ନାହିଁ। ଆସିଲେ ପ୍ରାକ୍ଟିକାଲ ଦେଖେଇଲେ ହାତ ଏମିତି ଟେକ, ଏମିତି ହଲ, ଏମିତି ଆସନ କର, ଅମକ କର, ସମକ କର। ଯମ ନିୟମ ପାଠ ପଢ଼ିବାକୁ ପଡ଼ିବ। ବିନା ଯମ ନିୟମ ପାଠରେ କେବେ ସାଧନ ହବନି। ବହିରଙ୍ଗ ଯୋଗ ସେଇଟା। ଯେମିତି ଅର୍କେଷ୍ଟ୍ରା ନ ବାଜିଲେ ଯୁଦ୍ଧ ହେଇପାରିବନି। ମ୍ୟୁଜିକ ବାଜିବ ଆଜ୍ଞା, ଗୋଡ଼ ଉଠିବ ସୈନ୍ୟମାନଙ୍କର। ଦେଖନ୍ତୁ କେତେ କେତେ ବଡ଼ ବଡ଼ କାମ ହଉଥିବ, ସବୁ ଅଶ୍ଳୀଳ ଭାଷା ପ୍ରୟୋଗ କରିକିରି ମନ ଭିତରେ ଶକ୍ତି ସଞ୍ଚାର କରୁছে ବଡ଼ କାମ କରିବା ପାଇଁ। ରଥ ଟାଣିଲା ବେଳେ ବି ବହୁତ କଥା କୁହାଯାଏ, ଢାଉକ। ବୁଝିଲେ? ତେଣୁ ଯମ ନିୟମ ଗୋଟେ ମୁଖ୍ୟ ଅଙ୍ଗ କହିଲେ ଅତ୍ୟୁକ୍ତି ହେବନି ସାଧନରେ। ତେଣୁ ସେଇଟା ମୁନି ସମାଜ ଆଡପ୍ଟ କରୁଛି ଏବଂ ମୁନି ସମାଜ ହିଁ କହୁଛି ଏଇଟା କର ପ୍ରଥମ ଅଷ୍ଟାଙ୍ଗ ଯୋଗ। ଆଉ ଗୋଟେ ସିଦ୍ଧାନ୍ତ ଗୁରୁଦେବଙ୍କର ଥିଲା ଯେ ଯୋଉ ପ୍ରତ୍ୟାହାରଟା, ବୁଝିଲେ, ପ୍ରତ୍ୟାହାର ସାଧନ ଦେଇଛନ୍ତି। ଗୋଟେ ଅଲୌକିକ ସ୍ଥିତିର ସାଧନ କରିବ, ପୁଣି ପ୍ରତ୍ୟାହାର କରିବ। ପ୍ରତ୍ୟାହାର ସ୍ଥିତିରେ ବି ଯୋଗ ସମାଧି ହେଇଯାଏ। ଏଇଟା କୋଉଠି ମିଳିବନି। ପ୍ରତ୍ୟାହାର କଲେ ସମାଧି କେମିତି ହବ? ସେ କୌଶଳ ଦେଇଛନ୍ତି ନା, ଯୋଉ ସାଧନ କରିକିରି ପୁଣି ଚକ୍ର ଭେଦନ ଆରମ୍ଭ କରିବ। ପ୍ରତ୍ୟାହାର ଯେଉଁମାନେ ନୂଆ ନେଇଛନ୍ତି ବୁଝିପାରିବେନି, ଅବଶ୍ୟ ଯେଉଁମାନେ କଲେଣି ସାଧନ ସେମାନେ ବୁଝିପାରିବେ କଥା। ପ୍ରତ୍ୟାହାର ସାଧନରେ ପୁଣି ଚକ୍ର ଭେଦନ ଆରମ୍ଭ ହବ, ମନ ଦେଇ ଉଠିବ, ପୁଣି ଖସିବ। ଏମିତି 3-4 ଥର ରାଉଣ୍ଡ ମାରିଲେ ବି ହେଇଯିବ, ଅଟୋମେଟିକ ହେଇଯିବ। ସମାଧି ହେଇଯିବ। କୋଉ ଚକ୍ରରେ ଅଟକିଯିବ ତୁମେ ଜାଣିପାରିବ, ସମାଧି ହେଇଯାଇଯିବ। ଆଉ ଗୋଟେ ସମାଧି ସୂତ୍ର ହଉଛି ଜ୍ଞାନ ସମାଧି, ଯୋଉଟା କି ଶିବମୁନି କହିଛନ୍ତି ଜ୍ଞାନ ସମାଧି। ମାନେ ବହି ପଢୁ ପଢୁ
पुस्तक पठन करू करू समाधि हो बा ज्ञान रे अटकी जीवा से ज्ञान को विश्लेषण करी करी को जगह रे अटकी जीवा अरे एटा कौन वास्तव रे कौन सत्य ना मिथ्या सेटा ज्ञान समाधि कह जाए बहुत डेप्थ कथा ये मुनि समाज ज्ञान समाधि जो मु तो निजे उपलब्धि कर मु उपलब्धि करती झाड़ा जीवी पहाड़ पर्यंत साइकेल नहीं कि जी संध्या हो जाए हाँ आउ टिके पढ़ेला देखा जिते न देखा से उठी से ज्ञान समाधि लगी मन पूरा डोरी लगी से सेंटेंस पर आउ गोटे सेंटेंस कौन तापर आउ गोटे सेंटेंस चली तुम अटकी जीव से ज्ञान पढ़ुव भावना कर आत्मार विस्तारित काया केते लंबी केते पर्यंत जाई पारे जेतेले मजी जीव से आत्मा रे हजी जीव ये सब मुनि समाज भीतर कथा मु तो अनुभव करुची जदि मुनि समाज न था मु भी न था आज 30-32 वर्ष तलू बा ये जो इनसीडेंट है मोर 32 वर्ष से दिन जाए अच्छा ये गोटे प्रश्न रोचे जे शिवमुनि रोल ये बेसी ना जो मैंने एडमिशन कर रोल बेसी 8 लाख लोक एडमिशन कर शिवमुनि के आणिबार जिज्ञासा को मानक रहला जो मैंने मुनि समाज को आसिले बा मुनि समाज रो दायाद मुनि समाज रो दायाद मुनि समाज को ये मुनि समाज रो सिद्धांत जा पाखे रुचि रही शिवमुनि आसले दे देले तुमको ता नय बुझंतु भल भारे शिवमुनि जे दे देले जे तुमको मुनि समाज सिद्धांत ता न तुम भीतर रुचि के रही से सिद्धांत गुडी से भावना गुडी नले तुम्हें एते अटैचमेंट केमते हो जागे शिवमुनि आसिले देखे देले जिनस अछि तुम बस बुझंतु कथा आगे जे शिवमुनि तुम्हें कई न था मुनि समाज आसी न एडमिशन 1000 शिवमुनि आइले कौन हम कहतु मनकर जो 8 लाख लोक बर्तमान एडमिशन नहीं से एडमिशन नहीं न शिवमुनि 1000 शिवमुनि आइले कौन हम किसी न तेणु तुम्हें स्वयं गोटे गोटे शिवमुनि ये मुनि समाज भाषा मु कहूँ मो कथा मु कहूनी तेणु प्रत्येक भितरे मुनि समाज माने जीवित होकर अच्छे से सिद्धांत गुड़ जमती कि मो भीतर थिला मो हठात गोटे बाट मिलला देखिले जानिले बस उज्जीवित होला मो भीतर शक्ति उज्जीवित होला अरे इतने सुंदर दिन से अच्छी मु जानी नथिली किंतु तुम भीतर सेटा अछि नले आकर्षण केमथि होला तुम्हें शिवमुनि को सिद्धांत पुस्तक साधन उपर आकर्षण केमथि होला तुम भीतर अछि बोली ना कौन संस्था भल लागू नथला मते जेते संस्था बोले कोडी भल लागू नथला तामाने तुम्हें सेई कैटेगरी रे अछ सेई सिद्धांत रे अछ ए सिद्धांत दा जेमति चुंबक लोहा को टाणिबो आ चुंबक लोहार मिश्रण अछि कि नाही खाली चुंबक अछि लोहा नाही टाणिबो का सेमती शिवमुनि अछंती के शिष्य ना केमती ता ग्रहण करियो से सिद्धांत केमती प्रस्फुटित हो आज जदि शिव मुनि समाज प्रस्फुटित होइछि समस्त शिष्य मान फूल फुटी प्रत्येक घरे फूल फुटी शिवमुनि को सिद्धांत कारण तुम्हें तार आधार बिना आधार किछ हो तुम भीतर किछ ना किछ से सिद्धांत लुचि रही ना
जोटा शिवमुनि पाखे अवश्य शिवमुनि पाखे पूर्ण भाव तुम तो किसी अच्छे ना 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 तो तुम्हें रविशंकर पाक जाता ना तो तुम रामदेव पचर गोड़े था ना क्रिया जोगे पशता ना विवेकानंद संस्थार जाता ब्रह्मा कुमार पशता एमती अनेक संस्था अच्छे अनुकूल चंद्र पशता निगमानंद पशता आर्य समाज को जाता अनेक समाज अच्छे तुम्हें मुनि समाज में कहीं रही अतएव तुम भितर मुनि समाज सिद्धांत आगुरी अच्छी मौजूद हो तुम्हें मुनि समाज मुनि समाज को आसिलनी जे तुम्हें स्वयं आत्मर स्वरूप जाना आविर्भाव ना लिखेज स्वरूप अवस्थान करने जोटा मुनि समाज लक्ष्य स्वरूप अवस्थान करवा स्वरूप अवस्थान कर जोटा पतंजलि कहले प्रथम लिखिले जोग अथ योगानुशासन एठू योगर अनुशासन आरंभ है बुझे तापर कहले जोग कौन निश्चित समस्त पचारे तेणु से लिखिले सेकेंड सूत्र जोग चित्त वृत्ति निरोध लिखिदेले अथ योगानुशासन प्रथम सूत्र लिखिदेले निश्चित पचारे जोग कौन तेणु से लिखिले जोग चित्त वृत्ति निरोध जदि चित्त वृत्ति निरोध है जोग ताले आकु कले आम लाभ कौन हम प्रश्न उठियो कि नहीं तेणु प्रश्न उठियो पूर्वर पतंजलि लिखिले थर्ड सूत्र जे तदा द्रष्टु स्वरूपे अवस्थानम तदा द्रष्टु सेते बेले स्वरूपे अवस्थानम तदा द्रष्टु द्रष्टु माने जे देखुची द्रष्टा के तुम्हें निजे जे साधक जे साधन करुची तो सेते बेले द्रष्टा तदा द्रष्टु सेते बेले द्रष्टा स्वरूपे अवस्थानम कहले तो ईश्वर हो ईश्वर रूप में अवस्थान कर कहले स्वरूप निज रूप में अवस्थान करवा हूँ जोगर लक्ष्य फल जोटा मुनि समाज रे मौजूद अच्छी से स्वरूप अवस्थान करने गुरुदेव कहले जो मैंने आसुंच मुनि समाज भीतर को से स्वरूप दर्शन आउट तुम्हें कह मो रोग मु तो आसली मो रोग प्रकृत किंतु देखिली एत विराट जिनस लुचि रही केते सत्य कथा लिखाई स्वरूपर भाव जानापी स्वरूप को दर्शन करने निदर्शन अच्छी मु आसी किंतु रोग नहीं किंतु देखिली एटी पूर्ण सत्य ज्ञान रही ये आत्मा कथा रही बस प्योर साधन रही अटकिली अटकिली नुहे अटकी मु अटकी आज पर्यंत 30 वर्ष जदि कहवा ना मु रोग आसली ना मु कहबी केबे कहबेनी रोग आसली साधन ये गोटे बाट थिला ये गोटे माने विपद थिला ये गोटे तरीका थिला आत्मदेवंकर जे तुमको आनिया बाट खोजुले ना कारण मोर किसी रोग नाला खाऊली बुलूली खेलुली पाठ पढ़ुली पहाड़ पर रही किसी नाला चिंता बोले रे ये तो किसी करूनी आर कि ना आमको आने बाट गुड़ा दरकार भय सूचना बोले आसो केमती आत्मदेवंकर दलिल स्थिर है कौन स्थिर है ना ना ये यूरिन टा बंद करदे ये आस बाट खाइबनी हाथ पात पाइबनी कौन कर यूरिन बंद होगा आस्ते आस्ते आसला पर खोलीगला आसला पर खोलीगला मु देखुची गोटे नाटकीय ढंग तुम भीतर जी अच्छी महाराज अच्छा आत्मदेव सी तुम प्रत्येक कार्य को देखुं तुम्हें कौन कर शोल कौटी बसिल कौटी उठिल क्या सहित कौन इंटरेक्शन है से देखुं ये विद्याटा ये जो तथ्य ये जो सिद्धांत मुनि समाज रे अच्छी
ଯେ ଆତ୍ମା ସହିତ ତୁମେ କଥା ହେଇପାରିବ। ଆତ୍ମା ତୁମକୁ ଦେଖୁଛି, ଆତ୍ମା ତୁମକୁ ଦେଖୁଛି। ତେଣୁ ଅନେକ ଜିନିଷ ତୁମେ ଅନୁଭବ କରିପାରିବ। କେତେବେଳେ ଅନୁଭବ କରିବ ନା ଯେତେବେଳେ ସାଧନ କରିବ। ଯେତେବେଳେ ସାଧନ କରିବ ସେତେବେଳେ ଅନୁଭବ କରି କରି ଯିବ ଏ ତଥ୍ୟ ଗୁଡ଼ିକ। ହଠାତ୍ ହବନି। ଆମେ ସେଇ ପୂର୍ବର କ୍ରିକେଟ ଖେଳାଳି, ଆମେ ସେଇ ପୂର୍ବର ଭଲି ଖେଳାଳି, ସେଇ ପାଠ ପଢିବା ପିଲା। ଦେଖନ୍ତୁ କିଛି ମୋ ଭିତରେ ନଥିଲା। ଅବଶ୍ୟ ସତ୍ୟ ଥିଲା, ସତ୍ୟ ଥିଲା। ଯେତେବେଳେ ଆ ଭିତରକୁ ଆସିଲି ସତ୍ୟ ଜାଗ୍ରତ ହେଲା, ପ୍ରସ୍ଫୁଟିତ ହେଲା, ଜ୍ଞାନ ଉଦୟ ହେଲା। ମାନେ ଏତେ ସଂକଳ୍ପ ଶକ୍ତି ବଢିଗଲା ଯେ ମାନେ ହ୍ୱାଟ ଟୁ ଡୁ, ମୁଁ କ'ଣ କରିପାରିବି ମୁଁ ଜାଣେ। ହ୍ୱାଟ ନଟ୍ ଟୁ ଡୁ, କ'ଣ ନ କରିବି ସେଇଟା ବି ଜାଣେ। ଆଉ ଗୋଟେ ବଡ଼ ସିଦ୍ଧାନ୍ତ, ଏତେ ଶକ୍ତିଶାଳୀ ମନ ହେଇଗଲା। ମନଟା ଯେହେତୁ ତୁମେ ଶକ୍ତିଶାଳୀ, ଅନନ୍ତ ଶକ୍ତିର ଆଧାର ହେଇଗଲ, ଆତ୍ମକେନ୍ଦ୍ରିକ ହେଇଗଲ। ଆତ୍ମା ଯାହା ଚାହିଁବ ସେୟା ହବ। ଏ ଜ୍ଞାନ ଆସିଲା ମୋ ଭିତରେ। ବର୍ଷା ବନ୍ଦ ହବ, ବର୍ଷା ବନ୍ଦ ହବ। ବର୍ଷାକୁ ତୁମେ ରୋକିଦେବ, କିନ୍ତୁ ଆମେ ସେଇ ଲୋକ, ସେଇ ଛୋଟ ବାଳକ, ସେଇ ଛୋଟ ପିଲା ଥିଲେ, କିନ୍ତୁ ବର୍ତ୍ତମାନ ବର୍ଷା କଣ୍ଟ୍ରୋଲ କରିପାରୁଛୁ। ଏ କେତେ ବଡ଼ ସିଦ୍ଧାନ୍ତ! କିଏ ଦେଲା ଏ ଜିନିଷ? ଯେତେବେଳେ ଆମେ ଜାଣିନୁ ବର୍ଷା ବନ୍ଦ ହବ, କିନ୍ତୁ ଯେତେବେଳେ ତୁମେ ସାଧନ କରିବାକୁ ଗଲ, ଆସିଲ, ବର୍ଷା ବନ୍ଦ ହେଇଗଲା। ଆରେ ଇଏ କ'ଣ? ମୁଁ ବର୍ଷ ପରେ ଜାଣିଲି କାହିଁ ବନ୍ଦ ହଉଛି। ତାପରେ କାର୍ଯ୍ୟ ଲଗେଇଲୁ। ଚାଉଳ ବସ୍ତା ନେଇକି ଯାଇଛି, ଆମର ଯୋଉ ସଡ଼କ ମୁଣ୍ଡ ଅଛି, ଯୋଉଟା କୁହନ୍ତି କଢେଇ ଛକ, ଚାରିଆଡେ ବର୍ଷା ହଉଛି। ଚାଉଳ ପ୍ୟାକେଟ ବସ୍ ଆସିବ, ମୁଁ ଅପେକ୍ଷା କରୁଛି। ବର୍ଷା ଢୁ ଢୁ କରୁଛି, କିନ୍ତୁ ସେଠି ବର୍ଷା ହବ। ଆରେ ଇଏ କ'ଣ? ମୁଁ ତ ଜାଣିନି, ମୁଁ ତ ସାଧନ କରୁଛି। ମୁଁ ଜାଣିଛି ଏଇଟା କିଛି ନଷ୍ଟ ନ ହବ, କାହିଁକିନା ମୁଁ ଜଣେ ଯୋଗୀ। ମାନେ ଆମ ଭଉଣୀ ପାଖକୁ ମୁଁ ପଠାଏ, ସେ ଚାଉଳ ଯାଏ ବସ୍ରେ, ସେଠି ନେଇକିରି ଯେମିତି ବସ୍ ଭିତରକୁ ପେଲି ଦେଇଛି, ସେ ପ୍ୟାକେଟଟା କ୍ଲିନର ନେଇଗଲା, ବର୍ଷା ଢୁ ଢୁ କରିଲା, ମୁଁ ଚିନ୍ତି ଗଲି। ଦେଖନ୍ତୁ, ମୋର ଆକାଂକ୍ଷା ଥିଲା ଚାଉଳ ନ ଚିନ୍ତି। ମୁଁ ଚିନ୍ତିଲେ କ'ଣ ଅସୁବିଧା ହେଇଯାଉଛି? ମୁଁ ତ ଘରେ ଆସି ଗାଧେଇଥାନ୍ତି, କ'ଣ କରିଥାନ୍ତି? କିଛି ନାହିଁ। ଆମେ ତ ସଦାବେଳେ ଯାଉଛୁ ପାହାଡ଼ ଉପରେ, ଝାଡ଼ା ବସିଥିବୁ ବର୍ଷା ହବ, ଛତା ନେଇନଥିବୁ, ଚିନ୍ତିକିରି ଆସିବୁ, ଅନେକ କଥା। ତେଣୁ ସେଇଟା ଯାଆସ ନଥିଲା, ଯାଆସ ଥିଲା କେବଳ ଚାଉଳ ନ ଚିନ୍ତି। ସେଇଆ ହେଲା। ଇଏ ଗୋଟେ ନିଦର୍ଶନ ମତେ ମିଳିଲା, ପ୍ରମାଣ ମିଳିଲା ଯେ ମୋ ପାଇଁ ବର୍ଷା ଏଠି ହଉନଥିଲା। ବାସ୍ ଅନୁଭବ କରନ୍ତୁ। ଏ ସିଦ୍ଧାନ୍ତ ମୁନି ସମାଜର ସିଦ୍ଧାନ୍ତ ସହିତ ତୁମେ ତୁମ ଜୀବନର କାର୍ଯ୍ୟ ଶକ୍ତିଟା ବା ଯୋଉ କାମ ସବୁ କରୁଛ ତାକୁ ମିଶେଇବାକୁ ପଡିବ। ବେଳେ ବେଳେ ମିଶେଇଲେ ତୁମେ ରେଜଲ୍ଟ ପାଇବ। ସେ ତୁମକୁ ଉପାଦାନ ଦଉଛି ନା, ଅନେକ ଶକ୍ତି ସଞ୍ଚାର କରିଦେଲା ସେ। ମୁଁ ଜାଣିଗଲି ବର୍ଷାର ପାୱାର କେତେ, ଆଉ ଆମର ପାୱାର କେତେ। ସେଇ ବର୍ଷା ହୁଏ, ବର୍ଷା ଢୁ ଢୁ କରୁଥିବ। ଚଣ୍ଡିଖୋଲ କଲେଜରେ ଆମେ ଆସିବୁ ସାଇକେଲ, ଘଣ୍ଟେ ଲାଗିବ, ଘଣ୍ଟେ ସାରା ବର୍ଷା ଆମେ ଖାଇ ଖାଇକି ଆସିଥିବୁ। ମୁଣ୍ଡରେ ନା ଟୋପି ଥିଲା, ନା ଛତା ଥିଲା, କିଛି ନାହିଁ। ଆରାମ ଲାଗେ, ସାଇକେଲ ଚଢିଲ, ବାସ୍ ଆସିଲ ଘରକୁ। ଢୁ ଢୁ କରୁଥିବ ବର୍ଷା। ଦୁଇ ରାସ୍ତା ଏକ ଥିଲା, ଗୋଟିଏ ରାସ୍ତା ଥିଲା। ମାନେ ଏକରେ ଗୋଟେ ବସ୍ ଯିବ, ସେକରେ ଗୋଟେ ବସ୍ ଆସେ, NH5। ତାମାନେ ଯେତେବେଳେ ବସ୍ କ୍ରସ୍ କରିବ, ତୁମେ ତଳୁ ଖସିବ। 5 ଫୁଟିଆ କୁହନ୍ତି, ସେଠି ଖସିବାକୁ ପଡିବ ସାଇକେଲ ସହିତ। ମରମ ରାସ୍ତାରେ ଚାଲିବ, ପୁଣି ପିଚୁକୁ ଉଠିବ। ଏମିତି ହେଇଯାଇଛି, ମଜା ଲାଗେ ଅବଶ୍ୟ। ସେତେବେଳେ ସମୟ, ବୟସ ଏବଂ ପାଠପଢ଼ାର ରୀତିନୀତି ଠିକ୍ ଲାଗୁଥିଲା, ତେଣୁ ଆରାମ ଲାଗେ। କିନ୍ତୁ
ସେତେବେଳେ ଆମେ ଚାହିଁଥିଲେ କ'ଣ ବର୍ଷାକୁ ବନ୍ଦ କରିପାରିଥାନ୍ତେ? କାରଣ ସେ ଜ୍ଞାନ ନଥିଲା। ସେଇଥିପାଇଁ ଗୁରୁଦେବ ଆସିଲେ, କହିଲେ ଜ୍ଞାନର ଶକ୍ତି ଅଛି। ଗୋଟେ ଅଦ୍ଭୁତ ସିଦ୍ଧାନ୍ତ ଏଇଟା, ଯୋଉଟା କେହି ଦେଇନାହାନ୍ତି। ଜ୍ଞାନର ଶକ୍ତି ଅଛି, କେହି କହିନାହାନ୍ତି। ଜଣେ ମତେ ବି ଅନେକ ପ୍ରଶ୍ନ କରନ୍ତି ଏଇ ମୁନି ସମାଜ ସିଦ୍ଧାନ୍ତ ଉପରେ, ଆଜ୍ଞା ଆମେ କିଛି କରିବୁନି କେମିତି ପାଇବା? ଆମେ କାମ କରିବୁନି କେମିତି ପଇସା ମିଳିବ ଆମକୁ, ପେଟ କେମିତି ପୋଷିବ? ମୁଁ କହିଲି ଆରେ ବାବା, ଭାବନାରେ ଅନେକ ଶକ୍ତି ଅଛି। ତୁମେ କାମ କରୁଥିବ, ପଇସା ମିଳିବନି। ଦେଖନ୍ତୁ ଗୋଟେ ଗୋଟେ ଜାଗାରେ ତୁମେ କୋଟି କୋଟି ଟଙ୍କା ଇନଭେଷ୍ଟ କରିଛ, ଲସ୍ ହଉଛି କାହିଁକି? ତୁମେ ତ କାମ କରୁଛ, ଲେବର ରଖିଛ, ମେକାନିଜିମ୍ ରଖିଛ, ଅପରେଟର ରଖିଛ, ମେସିନ ରଖିଛ, ଇନଫ୍ରାଷ୍ଟ୍ରକ୍ଚର ଅଛି, ତୁମର ଚଏସ୍ ଅଫ୍ ଟେକ୍ନିକ୍ ଅଛି, ନଲେଜ ଅଛି। ତୁମେ ପ୍ରଡ୍ୟୁସର, ଲ୍ୟାଣ୍ଡ ଅଛି, ସବୁ ଅଛି, କିନ୍ତୁ ଇନକମ୍ ହଉନି। ତମେ କ'ଣ ପରିଶ୍ରମ କରୁନ ସେଠି? କିନ୍ତୁ ଜଣେ ମାନେ ବିନା ପରିଶ୍ରମରେ ମଧ୍ୟ ସେତିକି ପ୍ରଫିଟ୍ ପାଇପାରିବେ। ଇଏ ହଉଛି ମୁନି ସମାଜର ସିଦ୍ଧାନ୍ତ। କ'ଣ ନା ଭାବନା କେବଳ, ଆଉ କିଛି ନାହିଁ। ଯଦି ଜଣେ ଭାବନା କରି କରି ରୋଗମୁକ୍ତ ହେଇଯାଉଛି, ଯଦି ଜଣେ ଭାବନା କରି କରି ଈଶ୍ୱରତ୍ୱ ପ୍ରାପ୍ତ କରୁଛି, ଏ ମ୍ୟାଟେରିଆଲିଷ୍ଟିକ ୱାର୍ଲଡରେ ମ୍ୟାଟେରିଆଲ ଜିନିଷ, ବସ୍ତୁବାଦ ଜିନିଷ ମିଳିବନି ତୁମକୁ? ଅବଶ୍ୟ ମିଳିବ। ଏ ସିଦ୍ଧାନ୍ତ ହଉଛି ମୁନି ସମାଜ। ଆଉ ଆମର ଏଇ ମୁନି ସମାଜ, ମୋ ପରିବାର କଥା ମୁଁ କହୁଛି, ଆମେ ଗୋଟେ ଖାଣ୍ଟି ମୁନି ସମାଜ ଛୁଆ, ଖାଣ୍ଟି ମୁନି ସମାଜର ପରିବାର ଆମେ। ମାନେ ସମସ୍ତେ ଅଛନ୍ତି ସେଠି, ମୁଁ ଅଛି, ସ୍ତ୍ରୀ ଅଛି, ପୁଅ ଅଛି, ଶିବମୁନି ଅଛନ୍ତି, ଆମେ ଚାରି। ଇଏ କେତେ ସୌଭାଗ୍ୟର କଥା ନୁହେଁ କି? ଆମ ବୋଉ ବି ଥିଲା ସେ, ବୋଉ ସାଧନ ନ କରୁ, ଯୋଗ ଶିକ୍ଷା ନ ନେଇଥାଉ, ଆମକୁ ତ ସପୋର୍ଟ କରୁଥିଲା। କେହି ଯିବନି ସେଠିକି, ସେ ଯୋଗ କରୁଛି, ଏତିକି ତ କହିପାରୁଥିଲା ବାହାରେ ବସିକି ନା। ଆମେ କୁଆଡେ ଯାଇଥିବୁ ସାଧନ ଶିକ୍ଷା ଦେବା ପାଇଁ, 10ଟା ବ୍ରାଞ୍ଚ କରିଥିଲୁ, ଆଇଲା ବେଳକୁ ପିଣ୍ଡାରେ ବସିକିରି ଚାହା ଟିକେ କରି ବସି ଅନେକ ବସିଥିଲୁ। ବୁଝନ୍ତୁ କଥା। ତେଣୁ ତୁମର ସିଦ୍ଧାନ୍ତ ଅନୁସାରେ ପରିବାର ମଧ୍ୟ ମିଳିବେ। ବୁଝନ୍ତୁ କଥା ଭଲ ଭାବରେ। ତୁମେ ଯାହା ତୁମ ପରିବାର ସେୟା ମିଳିବେ, ଇଏ ଅନ୍ୟଥା ନୁହେଁ। ଆମେ ତ ସବୁ ନେଇକିରି ଆସିଛୁ। ଗୋଟେ MLAର 50 ଏକର ସମ୍ପତ୍ତି ନଥିବ। ଆମ ପରିବାରରେ ଆମର 50 ଏକର ସମ୍ପତ୍ତି ଥିଲା। ଅବଶ୍ୟ ଡିଭିଜନ 2-1, ଆମର 2 ଭାଗ, ତାଙ୍କର ଭାଗ, ହେଲେ ମୋର ତ 34 ଏକର ନା। ବ୍ରିଟିଶ ଅମଳର 8ଟି ଥାନାକୁ ଆମ ବଡ଼ ବାପା ଯିଏ କଣ୍ଟ୍ରୋଲ କରୁଥିଲେ, ବ୍ରିଟିଶ ଅମଳ, ତାର ପ୍ରେସିଡେଣ୍ଟ ଥିଲେ। ଆଉ ସେ ଦାଦା ଯିଏ, ଯାହା ସହିତ ଆମର କନଫ୍ଲିକ୍ଟ ବର୍ତ୍ତମାନ ଚାଲିଛି, ସିଏ 20 ବର୍ଷ ସରପଞ୍ଚ ଥିଲେ। 20 ବର୍ଷ ସରପଞ୍ଚ ଥିଲେ। ସେ ଯେତେବେଳେ ସେ ଅଞ୍ଚଳର ଦୋତାଲା କୋଉଠି ନଥିଲା, ସେତେବେଳେ ଆମ ଘର ଥିଲା ଦୋତାଲା। ଛାତ ଉପରେ ଡାକିଲେ କାମ କରିବାକୁ ଲୋକ ଆସୁଥିଲେ। ଶଗଡ଼ର ଲୁହା ଶଗଡ଼ ଥିଲା, ଲୁହାରେ ଶଗଡ଼ ଥିଲା। ବ୍ଲକ ପ୍ରଥମ ଆଣିଲେ ଶଗଡ଼, ସେ କଣା ହେଇଥିଲା। ଲୁହାର ଶଗଡ଼ ଥିଲା, କଟର ଥିଲା କାଟିବା ପାଇଁ। ପ୍ରଥମ କଳ ପଡ଼ିଥିଲା, କଳ ଘର କୁହାଯାଏ। ଆମ ବାରିରେ ଗୋଟେ କଳ ଘର, ସେତେବେଳେ ଇଲେକ୍ଟ୍ରିକ ନଥିଲା। ଆଉ ବିଶେଷ କରି ଆମ୍ବାସଡର କାର୍ ଥିଲା ସେତେବେଳେ।
ମାନେ ଟ୍ରେକର ବାହାରିବା ପୂର୍ବରୁ କଥା ମୁଁ କହୁଛି, ଯେତେବେଳେ ଟ୍ରେକର ବାହାରି ନଥିଲା ସେତେବେଳେ ଆମ୍ବାସଡର କାର ଥିଲା, ଯୋଉ ସେ କଢେଇ ଛକରେ ରହୁଥିଲା, ଭିତରକୁ ଆସିପାରୁନଥିଲା କାର, କାଦୁଅ ମାଟି ଥିଲା, ମରମ ଥିଲା, ରାସ୍ତା ଠିକ ନଥିଲା, ସେଥିପାଇଁ ସେ 2 ଗୁଣ୍ଠ ଜାଗା କିଣାଗଲା, ସେଠି କାର ରଖାଯାଉଥିଲା। ଆଉ ଗୋଟେ ବଡ ଇନସିଡେଣ୍ଟ ହଉଛି କଣ, ମାନେ ଶିବମୁନି ଆସିଛନ୍ତି ଠିକ ଅଛି, ବହୁତ ଉଚ୍ଚ ଶ୍ରେଣୀର ସୋପାନ କଥା ମୁଁ କହୁଛି, କିନ୍ତୁ ରାଜା ମଧ୍ୟ ଆମ ଘରକୁ ଆସୁଛନ୍ତି। ମାନେ କେତେ ପ୍ରଭାବଶାଳୀ ପରିବାର ଏଇଟା। ରାଜା କାହିଁକି ଆସୁଥିଲେ ନା, ସେତେବେଳେ ନଅଙ୍କ ଦୁର୍ଭିକ୍ଷ ପଡିଥିଲା, ନଅଙ୍କ ଦୁର୍ଭିକ୍ଷରେ ସୁନା ଦେଇକିରି ସବୁ ଧାନ ଚାଉଳ, ଅମାପ ଧାନ ଚାଉଳ ଥିଲା, ସେ ସବୁ ନେଇକି ଯାଉଥିଲେ, ଏକ୍ସଚେଞ୍ଜ ଥିଲା। ମାନେ ସେଇ ପରିବାରରୁ ଆମେ ଜନ୍ମ ନେଲୁ, ଆମେ ଜନ୍ମ ନେଇଛୁ, କିନ୍ତୁ ସେଇ ଯୋଉ ପରିବାରର ଇଣ୍ଟେନସନ ରାଜନୀତି ଥିଲା ସେଇଟା ମୋ ପାଖରେ ନାହିଁ। ପୁରା ବିପରୀତ ମୁଖରେ ମୁଁ ଥିଲି, ଆଉ ସମସ୍ତେ ସେୟା ଥିଲେ, ବାପା ମଧ୍ୟ ସେୟା ନଥିଲେ, ବାପା ସାଧାରଣ ଲୋକ ଥିଲେ, ଅସାଧାରଣ ଧନ ସମ୍ପତ୍ତି ଥିଲା ତାଙ୍କ ପାଖରେ, କିନ୍ତୁ ସାଧାରଣ ଲୋକ ଥିଲେ, ପାଠ ପଢି ନଥିଲେ ବାପା। ତାଙ୍କର ଉଦ୍ଦେଶ୍ୟ କଣ, ଚାଷ କରିବା, ଖାଇବା, ଜମି କିଣିବା। ଆମ ଗାଁରେ ମଧ୍ୟ 5 ଲୋକ ଆମ ଜମିରେ ଆଜି ଘର କରିଛନ୍ତି, ବଡ ଲୋକ ହେଇଛନ୍ତି, ବାପାଙ୍କ ସମ୍ପତ୍ତିରେ ଦାନ ଦେଇ ଦେଇକିରି ପଳେଇଲେ। କାହାର ଗୋଟେ କିଏ ବନ୍ଧୁ କରିଦେଲା ଆମ ଘରକୁ, ସୂର୍ଯ୍ୟ ବନ୍ଧୁ ଯୋଉଟା କୁହନ୍ତି, ସେଥିରେ ବାପା ଡାକିଦେଲା, କିଏ ଝିଅ ହେଇଗଲା, ଗୋଟେ ସୂର୍ଯ୍ୟ ବନ୍ଧୁ ହେଇଗଲା। ସୂର୍ଯ୍ୟ ବନ୍ଧୁରେ ସେ ସୁନା ଦେଇ ଦେଇଥିବେ ତାକୁ 4 ଘର ବାହାଘର ଉପହାର। ଆଉ କଣ ତ ଅଛି କହି ହବନି, ଘରର କଥା କେତେ କଣ ଅଛି, ମାନେ ସେଇଟା ପ୍ରକାଶ କରିବାକୁ ଚାହୁଁନି। ତେଣୁ ମୁଁ ଯୋଉଥିପାଇଁ କହୁଥିଲି ଏଗୁଡ଼ା ସବୁ ଷ୍ଟାଟସ୍ ମେଣ୍ଟେନ୍ କଥା, କାରଣ ହଉଛି ମୁଁ ସେଇ ପରିବାରରୁ ସେଇ ଜିନିଷ ନେଇକି ଆସିଛି ନା, ମୋର ଅଭାବ କିଛି ନାହିଁ। ବିଗିନିଂରୁ ଅଭାବ ଥିଲେ ମୁଁ ଚାକିରି କରିଥାନ୍ତି, ଅଭାବ ଥିଲେ ମୁଁ ଆଉ କଣ କରିଥାନ୍ତି, ଅଭାବ ଥିଲେ କଣ ନାହିଁ କଣ ବିଜନେସ୍ କରିପାରିଥାନ୍ତି, କିନ୍ତୁ ମୋତେ ସେ ଲାଇନ୍ ବନ୍ଦ ଥିଲା, ମୋ ପାଇଁ ଭାବନାରେ ମଧ୍ୟ ବନ୍ଦ ଥିଲା। ମୁଁ ସାଧନ କରିବି, ସେଥିପାଇଁ ଏ ସୁଯୋଗ ମିଳିଲା ମୋତେ। ପରିବାରରେ ମୁଁ ନେଇକି ଆସିଛି ଧନ, ଯୋଉଟା କି ନିହାତି ଦରକାର, ଧନ ସମ୍ପତ୍ତି, ବିଭବ, ଯୋଉଟା ସବୁ କିଛି ମୋ ପାଖରେ ଥିଲା, ବିଦ୍ୟା ଥିଲା, ସପୋର୍ଟ ଥିଲା, ପରିବାରରେ କିଛି ଝିଞ୍ଝଟ ନଥିଲା। ବୋଉ ପ୍ରତ୍ୟେକ ଦିନ ମତେ କହିବ, ତୁ ଭଲ ପାଠ ପଢ, ଭଲ କଲେଜରେ ପଢ, ଗୋଟେ ବଡ କଲେଜରେ ପଢ। ସିଏ ପାଠ ପଢିନି ଏ କଥା ମତେ କହୁଥିଲା କାହିଁକି, ସେଥିପାଇଁ ମୁଁ ବଡ କଲେଜ, ଓଡିଶାର ସର୍ବଶ୍ରେଷ୍ଠ କଲେଜ ଯୋଉଟା କୁହାଯାଏ ରେଭେନ୍ସା, ମୁଁ ସେଠି ଆସି ନାଁ ଲେଖେଇଲି। ଅବଶ୍ୟ ଆଇଟା ଚଣ୍ଡିଖୋଲରେ ପଢିଲେ, ଗ୍ରାଜୁଏସନ ବେଳକୁ ସେଠିକି ଆସେ। ମତେ ବି ଗୋଟେ ସାଟିସ୍ଫ୍ୟାକ୍ସନ ଲାଗିଲା, ମୁଁ ବଡ କଲେଜରେ ପଢୁଛି। ବୋଉର ଇଚ୍ଛା ଥିଲା ବଡ ପାଠ ପଢ, ମୁଁ ଚାକିରି ଉଦ୍ଦେଶ୍ୟରେ ପାଠ ପଢୁନଥିଲି, ମୁଁ କିଛି ଜ୍ଞାନ ଗ୍ରହଣ କରିବା ପାଇଁ ପାଠ ପଢୁଥିଲି, ଯୋଉଟା କି ସମ୍ଭବ ହେଇଯାଏ। ଆଉ ମୁଁ ଏବେ ବୁଝୁଛି ଚାକିରି ନ କରିବାର ଉଦ୍ଦେଶ୍ୟ କାହିଁକି ମୋ ମନ ଭିତରେ ଥିଲା। ଯିଏ ହଜାର ହଜାର ଲୋକଙ୍କୁ ଶିକ୍ଷା ଦବ, ଯିଏ ବିନା ଅର୍ଥରେ ସବୁ କିଛି ମାନେ ପ୍ରାପ୍ତ କରିପାରିବ ନିଜ କାର୍ଯ୍ୟକ୍ରମକୁ ନେଇକି, ତାର ଚାକିରି କଣ ଦରକାର, ଏସବୁ କଥା।
ତେଣୁ ଆଜି ଇତନା ଏତିକି ଆଜି ଏତିକି ମୁନି ସମାଜର ବାସ୍ତବ ମୁନି ସମାଜର କଥା କିଛି କହିଲି। ଆଉ ଅନେକ ଅଛି, ଯେମିତି କହିଲେ ପୂର୍ବରୁ ଅନେକ 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 ଅଛି। ଅସରନ୍ତି ଭଣ୍ଡାର ମୁନି ସମାଜରେ ଭରପୁର ହେଇକି ରହିଛି। ଯିଏ ପଶିଲା ସେ ପାଇବ, ଯିଏ ନ ପଶିଲା ସେ କିଛି ପାଇବନି। ସମସ୍ତେ ତ ଡାକ୍ତର ପାଠ ପଢୁଛନ୍ତି, ଜଣେ ଡାକ୍ତର କେମିତି ସବୁ ରୋଗକୁ ଭଲ କରୁଛି, କିନ୍ତୁ ଆଉ ଜଣେ ଡାକ୍ତର ବି ପଇସା ମିଳୁନି ତାକୁ ଖର୍ଚ୍ଚ କରିବାକୁ। ଏ ମୁନି ସମାଜ ସିଦ୍ଧାନ୍ତ ମଧ୍ୟ ସେ। ଆସନ୍ତୁ ଆମେ ମତାମତ ରଖିବା। ମୁଁ ଆଶା କରୁଛି ଗୁରୁମା ମୋର ଭୂମିଷ୍ଠ କଣ ଅଫଲାଇନ ଅନଲାଇନ ଥିବା ମୁନି ଭାଇ ଭଉଣୀ ମାନଙ୍କୁ ସତ୍ସଙ୍ଗ ଯାଇଛି। ଅଲଗାର ଯୋଉ ସେ ସବୁ ଅଛି ଆପଣଙ୍କର ଅଲେଖ ଧର୍ମ ହଉ କିମ୍ବା ବିବାହସନ ଧର୍ମ ହଉ କିମ୍ବା ଅନୁକୂଳ ହଉ କିମ୍ବା ସ୍ୱାମୀ ରାମଦେବ ହଉ, ଏସବୁ ଯୋଗ ଅପେକ୍ଷା ମୁନି ସମାଜର ଯୋଉ ଯୋଗଟା ଆମେ ନେଉଛୁ ନିଆରା। ମୁଁ ପ୍ରତ୍ୟେକ ଯୋଗ ସହିତ ସମ୍ପର୍କ ଅଛି। ଆଗେ ବିବେକାନନ୍ଦର ଯୋଗ ମୁଁ କରୁଥିଲି, ତାଙ୍କର ଗୋଟେ ଅଛି କୁକୁରକୁ ଦେହକୁ ଆଣ୍ଠି ପଡିକି କୋଉ ଗାଡିକି ହା ହା କରିବା, ସେଟା ମୁଁ କିଛି ଦିନ ଯାକ କରୁଥିଲି। ଜଣକ ସେ ଛୋଟ ଅବସ୍ଥାରେ ଥିଲେ ଯେତେବେଳେ। ତାପରେ ସ୍ୱାମୀ ରାମଦେବ ବାବାଙ୍କର ବି ଯୋଗ ମୁଁ କରିଛି। ଆଉ ଆପଣ ଅଭିରାମ ବଲାଙ୍କର ବି ଯୋଗ ମୁଁ ଠିକ। ଆଉ ବାକି ଆପଣଙ୍କର ସ୍ୱାମୀ ବିବେକାନନ୍ଦର କରିଛି। ଆଉ ଅଲେଖ ଧର୍ମ ତ ତାଙ୍କର ଯୋଗ ନାହିଁ, ତାଙ୍କର ଖାଲି ସାଷ୍ଟାଙ୍ଗ ପଡିବା ତ ସେ ଦିଟା କରିବେ ସକାଳ ସନ୍ଧ୍ୟା। ଆଉ ତାଙ୍କର ଅଜବା ମତର ସେଟା ହଉଛୁ ଏକ ନାକରେ ନେଇ ସେ ନାକରେ ସେ ଦିଟା ଥିଲା। ଇଏ ମୁନି ସମାଜ ଆପଣଙ୍କର ଯୋଗଟା ସେମାନଙ୍କ ଯୋଗ ଅପେକ୍ଷା ସ୍ୱାମୀ ରାମଦେବଙ୍କର ଯୋଗର ତ ଅତି ଚିହ୍ନ ମାନେ କଟଳ ତାଙ୍କ କପାଳ ଭାରତୀ ରୋମ ବିଲୋମ ମୟୂର ଆସନ ବକ୍ରାସନ ହଳା ଆସନ ସବୁ ଆସନ ବହୁତ କ୍ରିଟିକାଲ। ସେ ଜଣେ ଯୋଗ କରିସାରିବାକୁ ଥକିଯିବ, ସେମାନେ ଆଉ ଅଣନିଶ୍ୱାସ ହେଇଯିବେ। ମୁନି ସମାଜର ମୁନି ସମାଜର ଯୋଗଟା ଏତେ ସରଳ, ମୁଁ ଯେ କରୁଛୁ ମୁଁ ନିଜକୁ ମନ ଭିତରେ ମୁଁ ହଜି ଦଉଛି, ମୁଁ ସେଟା ଅନୁଭବ କରିପାରେ। ମୁଁ ତ ରାତି 3ରୁ 3:30 ଭିତରେ ନିହାତି ଉଠି ମୋ ମିସେସକୁ ଡାକେ, ସେ ଉଠେନି ମୁଁ ତାକୁ ଡାକେ। କିନ୍ତୁ ମୋର ଉଠିବାଟା ଏବେ ଶୀତ ଦିନେ ଟିକେ କଟଉଛି, ମୁଁ ନିଶ୍ଚିତ ଉଠେ। କିନ୍ତୁ ଏହାର କଠିନତା ବହୁତ ସହଳ। ଆଉ ତାଙ୍କର ଯୋଉ କପାଳ ଭାରତୀ ଏଇ ଯେ ସାଧନ କରିବାର, ମୁଁ ଯେ ସେ ଆମର ଅଲେଖ ଦୀକ୍ଷା ନେଇଥିଲି, ତାଙ୍କର ଯେ ଅଜବା ମନ୍ତ୍ର ଦେଇଥିଲେ, ତା ଅପେକ୍ଷା ଏଇଟା ବହୁତ ମାନେ ସରଳ। ମାନେ ତମେ ଧ୍ୟାନ ସହ ମାନେ ନିଜ ସ୍ୱରୂପକୁ ଦେଖିବ, ଅନେକ ପୁରା ଶୋଇକି ସେମାନେ ବସିକି କହୁଥିଲେ, ସେମାନେ କହୁଥିଲେ ବସିକି ତମେ କର, ଇଏ ତ ଆପଣଙ୍କର ମାନେ ଶୋଇକି କରିବା, ଏଇଟା ବହୁତ ସରଳ। ଆଉ ମୁନି ସମାଜର ଗୋଟେ ନିଆରା ଜିନିଷ ନା, ଜି ଥାଉ ଥାଉ ମରଣକୁ ଦେଖିବା। ମାନେ ବଞ୍ଚିଥିଲା ବାବଦରେ ମୁଁ କେମିତି ମରିବି ସେଇଟାକୁ ଅନୁଭବ କରିବା କଥା, ଆଉ ସେଟା ସ୍ୱତନ୍ତ୍ର ଆଖିର ଦେଖିବା କଥା। ଆଉ ମୃତ୍ୟୁକୁ ଭୟ କରିବା ନାହିଁ, ଅବିନାଶୀ ବା ନିଜର ସ୍ୱରୂପକୁ ଜଗିବା। ମୁନି ସମାଜର କୌଶଳଟା ହଉଛି ଶରୀର ସହିତ ବାନ୍ଧି ରଖିବା। ଏଉଠି ବହୁତ ମୁନି ସମାଜର ମୁଁ ନିଜକୁ ଯେ ବର୍ଷେ ହେଲା ମୋର ବର୍ଷେ ପୁରାଣ ହେଇନି, ଆଉ ବାକି 15 ଦିନ ଅଛି। ଆଉ ସେଇଥିରେ ମୁଁ ଦେଖିନି ମୋର ଯେତିକି ରୋଗ ଥିଲା, ମୁଁ ଏବେ ଅନୁଭବ କରୁଛି ମୋର ଆସ୍ତେ 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 ଦୂରୀଭୂତ ହଉଛୁ। କାହିଁକି ଯେତେବେଳେ ଟ୍ୟୁବୱେଲ ଯେତେବେଳେ ଜଳଟା ପଡେ, ପାଣି ସ୍ରୋତଟା ଆସ୍ତେ ଆସ୍ତେ ଯେକୁ ଗଭୀରକୁ ଯାଏ, ଏଇଟା ବାବା କହୁଥିଲେ ଆସ୍ତେ ଆସ୍ତେ କଣା ହେଇଯାଏ। ତେଣୁ ମୁନି ସମାଜର ରୋଗଟା ମାନେ ଅଲଗା ରୋଗର କିଛି ସ୍ୱାମୀ ରାମଦେବ ବାବାଙ୍କର ଆପଣ ଯୋଗ ସହିତ ତାଙ୍କର ଔଷଧ ଅଛି, ବିବେକାନନ୍ଦଙ୍କର ଯୋଗ ସହିତ ଔଷଧ ଅଛି। ଏ ଯୋଗରେ ଯଦି ଭଲ ହେଲା ତାହେଲେ ସେ ଔଷଧ ସେଠି ପ୍ରୟୋଗ କରୁଛନ୍ତି। କିନ୍ତୁ ମୁନି ସମାଜର ନା ବିନା ଔଷଧ, ସେଠି ଔଷଧ କିଛି ନାହିଁ। ତମେ ଯୋଗ କଲେ ରୋଗ ମୁକ୍ତ ହବ। ଯୋଗ ପାଇଁ ରୋଗ ନୁହେଁ, ଯୋଗ ହଉଛି ରୋଗ ପାଇଁ। ଏଇଟା ହଉଛି ବହୁତ ନିଆରା। ଏଥିରେ ବିନା ଔଷଧ, ବିନା ମେଡିସିନ, ବିନା ପରିଶ୍ରମ, ଖାଲି କିସ କରିବ ନା ରାତି 3ରୁ ତମେ ଏକ ଧ୍ୟାନରେ ଯୋଗଟା କରିବ, ଯୋଗର କୌଶଳ ଜାଣିବ, ସେଇଟା କଲେ ରୋଗ ମୁକ୍ତ ହବ। ଏତିକି କହି ମୁଁ ବକ୍ତବ୍ୟ ଶେଷ କଲି। ଜୟ ଜୟ। ଧନ୍ୟବାଦ। ବହୁମୂଲ୍ୟ କଥା ଏଠି ଉପସ୍ଥାପନ କଲେ। ସବୁ ସଂସ୍ଥାର କ'ଣ କ'ଣ ଯୋଗ ଅଛି ତାକୁ ମଧ୍ୟ ଏଠି ବିବରଣୀ ଦେଲେ। ନିଜ ଅନୁଭବ ଯୋଗ ସହିତ ଅଛନ୍ତି ସବୁ ସଂସ୍ଥା, ସେ କଥା ମଧ୍ୟ କହିଲେ। ଧନ୍ୟବାଦ ବହୁତ ବିଶେଷ ବାର୍ତ୍ତା ପାଇଁ। ନେକ୍ସଟ କୁହନ୍ତୁ, କିଏ କହିବେ ଯଦି?
ହଁ ଜୟ ଜୟ କୁହନ୍ତୁ କୁହନ୍ତୁ ସୁଭାଷ ନାୟକ। ସାର୍ ମୁଁ ଭଦ୍ରକରୁ ସୁଭାଷ ନାୟକ କହୁଛି। ସେ କଣ୍ଠସ୍ୱରରେ ସାର୍ ଗୁରୁଦେବଙ୍କର ବାଣୀ ଅସରନ୍ତି ଭରି ରହିଛି ଭିତରେ। ଆଉ ତୃପ୍ତ କେମିତି ହବ, ମନ ମାନେ ନା କି ମନ ବୁଝେ ନା। ଗୋଟେ ଶଶୀମଣି ଗୀତ ଗାଇଥିଲେ ଯେ ମନ ବୁଝେ ନା। ତେଣୁ ସାରେ କଣ କେତେ ଜିନିଷ ଅଛି, ଏତିକିରେ କେମିତି ସାରେ ସବୁ ତୃପ୍ତ ହବ। ଆହୁରି ଅନେକ ଜିନିଷ ଅଛି, ପାଇବାକୁ ପଡିବ, ଆଶାୟୀ ହେଇକି ବସିବାକୁ ପଡିବ ସେ ନିର୍ଦ୍ଦିଷ୍ଟ ସମୟକୁ। ଆଉ ସମୟ ସରି ଆସୁଥିବା ସମୟ ଭିତରେ ଅନେକ ସାରା ଅନୁଭୂତି, ଅନୁଭବ ଆଉ ସ୍ୱତନ୍ତ୍ର ବିଚାରରେ ସେ ଯୋଉ କହିଥିଲେ ସେଗୁଡାକ ସବୁ ତ ଜାଣିଛନ୍ତି, ଆପଣ ବ୍ୟାଖ୍ୟା କରି କରି ଚାଲିଛନ୍ତି। ଆଉ ସାର୍ ଅନେକ ଜିନିଷ ଅଛି ଏ ସାତ ତାଳଙ୍କ ଭିତରେ ଜିନିଷକୁ ପାଇବା ଏତେ ସହଜ ନୁହେଁ। ଚକ୍ର ଭେଦନା ଆରମ୍ଭରୁ ଯୋଉମାନେ ସାଧନ କରୁଛନ୍ତି ସେ ଯଦି ଆନନ୍ଦ ସ୍ତରରେ ରୁହନ୍ତି, ଚକ୍ର ଆରମ୍ଭରୁ ଯଦି ମନ ଆଉ ପ୍ରାଣାୟାମ ପ୍ରତ୍ୟାହାର ଦିଟା ଯାକ ଯଦି ଲଗେଇ 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 ସ୍ଥିରତା ଭିତରେ ଯିବେ, ଆନନ୍ଦ ହଉଥିବ, ସମାଧିସ୍ଥ ପାଖରେ ପହଞ୍ଚିଯିବା ଯିବେ ଯୋଉମାନେ ଆନନ୍ଦ ଭିତରେ ରହୁଥିବେ। ଆଉ ଟିକେ ପଛପଟ ଜିନିଷ ନିୟମ ଥିବ। ଏଇ ଜିନିଷ ଅତି ସହଜ ସରଳ ସର୍ବାଙ୍ଗୀପୂର୍ଣ୍ଣ ବହୁତ ଥର କହିଲି କଣ। ଯାହା ହଉ ସାରେ ଆପଣ ଏଇ ବହୁମୂଲ୍ୟ ସମୟ ନଷ୍ଟ କରି ଆପଣ ଯୋଉ ନିଜେ ଅନୁଭବ କରିପାରୁଛନ୍ତି ଆନନ୍ଦ, ଆଉ ଦଉଛନ୍ତି କିଛି ସେତିକି ସାରେ ଆମ ପାଇଁ ବହୁତ ବହୁତ। ଆଉ ସମସ୍ତ ଶୁଣୁଥିବାରୁ ସତ ଧନ୍ୟବାଦ ତାଙ୍କୁ। ଆଉ ଗୁରୁଦେବଙ୍କୁ ସ୍ମରଣ କରି ରଖୁଛି ସାରେ ସପ୍ରେମ ଜୟଜୀ। ଧନ୍ୟବାଦ। ବହୁମୂଲ୍ୟ କଥା ଏଠି ରଖିଲେ। ନିଜର ଏଇ ପ୍ରବଚନର ଭାବୁକ ମାନେ ନିଜେ ପ୍ରବଚନକୁ ଅନୁଧ୍ୟାନ କରୁଛନ୍ତି, ଭାବନା କରୁଛନ୍ତି କଣ କଣ ଆଉ ସବୁ ରହିଛି, ଆଉ ବି ଗଭୀରତା ଭିତରେ କିଛି ରହିଛି ବୋଲି ଅନୁଭବ କରୁଛନ୍ତି। ଧନ୍ୟବାଦ ସେଥିପାଇଁ, ତାଙ୍କର ଅନୁଶୀଳନ ପାଇଁ ଆଉ ତାଙ୍କର ବକ୍ତବ୍ୟ ପାଇଁ ଧନ୍ୟବାଦ। ନେକ୍ସଟ କୁହନ୍ତୁ କିଏ ଆଉ କହିବେ କୁହନ୍ତୁ। ଜୟ ଜୟ ଗୁରୁଜୀ, ପ୍ରହ୍ଲାଦ କହୁଥିଲେ ଜଳସାଦ। ପ୍ରସଙ୍ଗରେ ଉପସ୍ଥିତ ମୁନି ଭାଇ ଭଉଣୀ ମାନଙ୍କୁ ମୋର ଅପ୍ରାମ ଜୟଜୀ। ଗୁରୁଜୀ ଗୁରୁମାଙ୍କୁ ମୋର ଜୟଜୀ। ଆଉ ଏଇ ସତ୍ସଙ୍ଗ ବହୁତ ନିଆରା ସତ୍ସଙ୍ଗ, ଯେତେ ଶୁଣୁଥିଲେ ନୂଆ ନୂଆ ଲାଗୁଛି। ଏଇ ମୁନି ସମାଜକୁ ଆସିକି ମୁନି ସମାଜର ବହି, ମୁନି ସମାଜର ସତ୍ସଙ୍ଗ ଶୁଣିକି ଗୁରୁଜୀ ଗୁରୁମାଙ୍କର ଯୋଉ ସତ୍ସଙ୍ଗ ଶୁଣିକି ଆହୁରି ମଜବୁତ ହେଇଯାଇଛି। ଆଉ ବହୁତ ବଢିଆ ଲାଗୁଛି ସତ୍ସଙ୍ଗ, ଯାହାକି ଆମକୁ ଗୋଟେ ମାନେ ବଞ୍ଚିବା ରାହା ଶିଖଉଛି। ଗୋଟେ ଆହୁରି ଗୋଟେ କଥା ବହୁତ ଭଲ ଲାଗିଲା ଯେ ଯେକୌଣସି କାମ କରୁଛେ, ଅନ୍ୟ ଲୋକ କାମ କରୁଛେ, ଆମେ କରୁଛେ, ଆମ ଯଦି ଭାବନା ଠିକ ରହିବ, ଯଦି ଚାଷ ବି କରୁଛେ, ଯେକୌଣସି ବେପାର କରୁଛେ, ଆମ ଭାବନା ସେମାନେ ବେଶୀ ପରିଶ୍ରମ କରି ପାଉନାହାନ୍ତି, ଲସ୍ ହେଉଛି, କିନ୍ତୁ ଆମର କମ ପରିଶ୍ରମରେ ଆମେ ଲାଭବାନ ହେଇପାରୁଛେ। କାହିଁକି ନା ଭାବନା ତ ସବୁ କିଛି ଚେଞ୍ଜ କରିପାରେ, ଭାବନାର ହିଁ ସବୁ କିଛି ହେଇପାରିଛି। ବହୁତ କଥା ଗୁରୁଜୀ ଆଲୋଚନା କରିଛନ୍ତି, ସମୟ ସ୍ୱଳ୍ପ, ସମସ୍ତେ କିଛି କିଛି ମତାମତ ଦେବେ, ଏତିକି କହି ରହୁଛି। ଜୟ ଜୟ ଗୁରୁଜୀ ଗୁରୁମା, ଜୟ ଜୟ। ଠିକ ଥିଲା, ମତାମତ ଠିକ ଥିଲା। ନିଜର ଅନୁଭୂତି ସହିତ ଯୋଉ ମତାମତ ରଖିଲେ ଠିକ ଲାଗୁଥିଲା, ପ୍ରାୟ ସମସ୍ତଙ୍କୁ ଠିକ ଲାଗିଛି। ଧନ୍ୟବାଦ ସେଥିପାଇଁ, ଧନ୍ୟବାଦ। ଆଉ କିଏ କହିବେ କୁହନ୍ତୁ। ନେକ୍ସଟ କିଏ କହିବେ କି ଆଉ? ଜୟଜୀବ ଗୁରୁଜୀ। ଜୟ ଜୟ। ଗୁରୁମାଙ୍କୁ ମୋର ଭୂମିଷ୍ଠ ପ୍ରଣାମ ଏବଂ ସମସ୍ତ ମୁନି ଭଉଣୀ ମାନଙ୍କୁ ମୋର ଜୟଜୀବ। ମୁଁ ଗୁରୁଙ୍କ କତିରେ ଆଜି ମାସ ହେଲା ଆଡମିସନ ହେଲି। ତା ଆଗରୁ ମୁଁ ମୁନି ସମାଜ ଏଇଠି ଯାଉଥିଲି, କିଛି ବି ଜାଣୁନଥିଲି। 8 ବର୍ଷ ମୋର ଜୀବନରେ ପୁରା ଆଜି ଅନୁଭବ କରୁଛି, ମୋର ବହୁତ ମୂଲ୍ୟବାନ ଜିନିଷ ସବୁ ଚାଲିଗଲା। 8 ବର୍ଷ ଭିତରେ ମୁଁ କିଛି ଜାଣି ପାରୁନଥିଲି। ଆଜି ଗୁରୁଙ୍କର ସତ୍ସଙ୍ଗ ଶୁଣିକି ମୁଁ ଭାବୁଛି ମୁନି ସମାଜ ବଞ୍ଚିକି ଅଛି, କିନ୍ତୁ ଆଗକୁ ଆହୁରି ବଞ୍ଚିବ। ମୁଁ ଯାହା ଅନୁଭବ କରୁଛି ଗୁରୁମାଙ୍କର ସତ୍ସଙ୍ଗରୁ, ଆହୁରି ଆଗକୁ ସେ ଆଶ୍ରମ ବହୁତ ଉଚ୍ଚ ଜାଗାରେ ପହଞ୍ଚିବ। କିନ୍ତୁ ସମସ୍ତଙ୍କୁ ମୁଁ ପ୍ରଚାର କରୁଛି ଇଠେଇଁ ନେଇକି ଗୋଟାଏ ଜାଗାରେ ମୁଁ ଆଡମିସନ ହେଇଥିଲି,
କିନ୍ତୁ ଗୋଟେ କୂଅ ଭିତରେ ଗୋଟେ ବେଙ୍ଗ ପଡିଲେ ସେ କିଛି ଜାଣେନି। ବେଙ୍ଗଟା କୂଅରୁ ଯେତେବେଳେ ଗୋଟେ ନାଳୁକୁ ଯାଏ ସେ ଭାବେ ଦୁନିଆରେ ଏମିତିଆ ଜିନିଷ ଅଛି। ନାଳୁରୁ ଯେତେବେଳେ ସମୁଦ୍ରକୁ ଯାଏ ସେ ଭାବେ ଆହୁରି ଏତେ ଜିନିଷ ଅଛି। ନଦୀରୁ ଯେତେବେଳେ ସମୁଦ୍ରକୁ ଚାଲିଯାଏ ସେ ଭାବେ ଦୁନିଆରେ ଆହୁରି ବି ଜିନିଷ ଅଛି। କିନ୍ତୁ ଆଜି ମୋର ବହୁତ ବଡ ମୋର ଆଖି ଖୋଲି ଯାଇଛି। କିନ୍ତୁ ଏତେ ବଡ ଜିନିଷ ଶକୁନ୍ତଳାପୁରରେ ଅଛି। ସତ ପ୍ରାଣ ମୁଁ ଚେଷ୍ଟା କରିବି ଏ ମୁନି ସମାଜକୁ ବହୁତ ଉଚ୍ଚ ସ୍ଥାନରେ ପହଞ୍ଚେଇବି। ଆଜି ଗୁରୁଦେବଙ୍କର ମୁଁ ତ ଆଜି ଅନୁଭବ କରୁଛି, ଆଜି ମୋର ଜ୍ଞାନ ଆଜି ମାସେ ଗୁରୁଙ୍କର ସତ୍ସଙ୍ଗ ଶୁଣୁଛି ଆଉ ମୋ ମନ ଭିତରେ ବହୁତ ଆନନ୍ଦିତ ମୁଁ ଅଛି। ଯୋଉଠି ସତ୍ସଙ୍ଗ ଚାଲିଥାଏ ଗଙ୍ଗାକୁ ଗଲେ ଲୋକ ଗଙ୍ଗାକୁ ଯାଇକି ବୁଡ ପକାନ୍ତି। ସେ ଯେ ପାପ କରିକି ଯାଆନ୍ତି ଗଙ୍ଗାରେ ବୁଡ ପକାନ୍ତି। ବୁଡ ପକେଇଲେ ପାପ ଯିବନି। ଯିଏ ସତ୍ସଙ୍ଗରେ ବସିକି ନିତ୍ୟ ସତ୍ସଙ୍ଗ ଶୁଣୁଥିବ, ସତ୍ସଙ୍ଗ ଚାଲିଲା ବେଳେ ସେଠି ଆଦି ଗଙ୍ଗା ପ୍ରଭାବିତ ହୁଏ। ଏତିକି କହି ରଖୁଛି। ଯଦି ମୋର ଭୁଲ ତ୍ରୁଟି ଥାଏ ମୁଁ ଅଳ୍ପ ଦିନ ଗୁରୁଙ୍କର ସତ୍ସଙ୍ଗ ଆଗରୁ ଶୁଣିଛି କଣ୍ଟିନ୍ୟୁ ସବୁଦିନ ସୋମବାର କତୁରୁ ଶନିବାର ପର୍ଯ୍ୟନ୍ତ ଅପେକ୍ଷା କରିଥାଏ। କିନ୍ତୁ ଯୋଉ ମୋବାଇଲ ଯୋଉଗୁରା ଛଡା ହେଇଥାଏ ସେଗୁରା ବି ମୁଁ ଶୁଣୁଛି। କିନ୍ତୁ ମତେ ଏମିତି ଆକର୍ଷଣ କରୁଛି କେବେ ଶନିବାର ଆସିବ। କାଲି ସନ୍ଧ୍ୟା ବେଳେ ମୁଁ ସତ୍ସଙ୍ଗ ଶୁଣି ପାରିନି, ମୋ ମୋବାଇଲ ଟା ଟିକେ ଖରାପ ହେଇଗଲା। କାଲିଠୁ ମୋ ମନ ବହୁତ ଖରାପ ଥିଲା। ଆଜି ଯେତେବେଳେ ସତ୍ସଙ୍ଗ ଗୁରୁଙ୍କର ଶୁଣିଲି ମୋ ମନ ବହୁତ ଆନନ୍ଦିତ ହେଇଗଲା। ସେଇଥିପାଇଁ ଆମେ ତ ଶିବମୁନିଙ୍କୁ ଦେଖିପାରିବୁନି, କିନ୍ତୁ ଦ୍ୱିତୀୟ ଶିବମୁନିଙ୍କ ରୂପରେ ଗୁରୁଜୀଙ୍କୁ ଦେଖିବୁ। ଗୁରୁଜୀ ଗୁରୁମାଙ୍କୁ ମୋର ଶତକୋଟି ପ୍ରଣାମ। ମୋର ଯଦି ବକ୍ତବ୍ୟରେ କୌଣସି ଭୁଲ ତ୍ରୁଟି ଥାଏ କ୍ଷମା କରିବ। ଜୟ ଗୁରୁ। ଧନ୍ୟବାଦ। ଏତେ ସୁନ୍ଦର ପ୍ରେରଣାତ୍ମକ ଆକର୍ଷିତ ପ୍ରବଚନ ବା ମତାମତ ରଖିଲେ, ଯୋଉଟାକି ଏଇ କଥା ଶୁଣୁ ଶୁଣୁ ମୋର ତ ଲୋମମୂଳ ଟାଙ୍କୁରି ଉଠିନି, କିନ୍ତୁ ଗୁରୁମାଙ୍କର ଲୋମମୂଳ ଟାଙ୍କୁରି ଉଠିଛି। ସିଏ ମତେ ଦେଖଉଥିଲେ, ଦେଖ ତାଙ୍କ କଥାରେ ମୋର ଲୋମମୂଳ ଟାଙ୍କୁରି ଉଠିଛି। ସତ କଥା ଯେ ବାସ୍ତବ ସତ୍ୟ ଯୋଉଠି ଅଛି, ଯୋଉଠି ଅନ୍ତରର ଭାବକୁ ଛୁଇଁ ପାରିଲା ଆମ କଥା ବା ଆମର ସିଦ୍ଧାନ୍ତ ବା ଆମର ଯୋଉ ଲକ୍ଷ୍ୟ, ସେଇଠି ସଫିସିଏଣ୍ଟ। ସେଇଟା ବହୁତ ମାନେ କିଏ 5 ପଇସା ଦଉ ନ ଦଉ, କିନ୍ତୁ ଯିଏ ଛୁଇଁ ପାରିଲା ଆମ ଭାବକୁ ଜାଣି ପାରିଲା, ସେଇଠି ଜଣାପଡେ ତାଙ୍କର ଉଦ୍ଦେଶ୍ୟ କଣ ଅଛି, ମୁନି ସମାଜ ପାଇଁ ସେ କଣ କରିପାରିବେ। ଏମିତି ଅନେକ ଅଛନ୍ତି ଆମ ପ୍ରବଚନ ଶୁଣି 2 ବର୍ଷ 3 ବର୍ଷ 4 ବର୍ଷ 5 ବର୍ଷ ହେଇଗଲାଣି, ତାପରେ ଏଠି ଆସି ଆଡମିସନ ଏବେ ଜଣେ ଲଗେଇଥିଲେ। ଏମିତି ଅଛନ୍ତି, ଅନେକ ଅଛନ୍ତି। ତେଣୁ ତୁମର ବହୁମୂଲ୍ୟ ବହୁ ଦୃଢ ବକ୍ତବ୍ୟ ପାଇଁ ବହୁତ ବହୁତ ଧନ୍ୟବାଦ। ଆଶା କରେ ଏଇଭଳି ମନ୍ତବ୍ୟ ରଖନ୍ତୁ, ଚେଷ୍ଟା କରନ୍ତୁ କେମିତି କଣ ହେଇପାରିବ। ହଉ, ଧନ୍ୟବାଦ ମତାମତ, ବହୁମୂଲ୍ୟ ମତାମତ ପାଇଁ। ହଉ, ଆମେ ଏଇଠି ରଖିବା, ଆଉ ମତାମତ ଖୋଜିବାନି, କାରଣ ସମୟ ବହୁତ ଅତିକ୍ରାନ୍ତ। ଆଗକୁ ପଳେଇ ଯାଇଛି 20 ମିନିଟ୍ ଆଗକୁ। ହଉ, ଠିକ ଅଛି। ଆଜିର ମତାମତ ଯୋଉ ଏଇଟାକୁ ବୋଧେ କଣ୍ଟିନ୍ୟୁ ହେଇପାରେ, ଆଉ ଗୋଟେ ସତ୍ସଙ୍ଗ ନେଇପାରିବା। ହଉ, ଏଇଠି ରଖିବା। ସମସ୍ତେ ମନ ଦେଇ ଶୁଣିଛନ୍ତି। ହଁ, ସପ୍ରେମ ଜୟଜୀବ। ମନ ଦେଇ ଶୁଣିଛନ୍ତି, ଧୀର ସ୍ଥିର ଭାବରେ ଗ୍ରହଣ କରିଛନ୍ତି, ବିଶ୍ଳେଷଣାତ୍ମକ ଭାବରେ ଅନୁଧ୍ୟାନ କରୁଛନ୍ତି କଣ ହେଇପାରିବ। ହଉ, ଏଇଠି ରଖିବା। ସମସ୍ତଙ୍କୁ ଜୟଜୀବ, ଧନ୍ୟବାଦ। ବାବା ଜୟଜୀ। गुरु बाबा गुरु जय जी।